ଅରବିନ୍ଦ। ଏହି ଶ୍ରୀ ଅରବିନ୍ଦ ପାଠଚକ୍ରରେ ଅନଲାଇନ ମାଧ୍ୟମରେ ଯୋଗଦାନ କରିଥିବା ଭାଇ ବାପାମାନଙ୍କୁ ନମସ୍କାର। ଆଜିର ଆଲୋଚ୍ୟ ବିଷୟ ଅଭିବୃଦ୍ଧି ସକାଶେ ଯନ୍ତ୍ରଣା ଏକ ସୁଯୋଗ। ଅଭିବୃଦ୍ଧି ସକାଶେ ଯନ୍ତ୍ରଣା ଏକ ସୁଯୋଗ ପ୍ରସଙ୍ଗରେ ଆଲୋଚନା କରିବା ନିମନ୍ତେ ଭୁବନେଶ୍ୱରର ପ୍ରଭଞ୍ଜନ ଭାଇ ପ୍ରଭଞ୍ଜନ ମହାନ୍ତିଙ୍କୁ ଅନୁରୋଧ କରୁଛି। ପ୍ରଭଞ୍ଜନ ଭାଇ ତାଙ୍କର ବକ୍ତବ୍ୟ। ଶାଶ୍ୱତ ଗୁରୁ ଶ୍ରୀ ଅରବିନ୍ଦ ପରମ କଲ୍ୟାଣମୟୀ ଶାଶ୍ୱତ ଜନନୀ ଶ୍ରୀମା, ତୁମର ଜୟ ହେଉ। ତୁମକୁ ମୋର କୋଟି କୋଟି ପ୍ରଣାମ। ତୁମର ଏ ମଙ୍ଗଳମୟୀ କାର୍ଯ୍ୟରେ ଯୋଗଦାନ କରୁଥିବା ସକଳ ଦିବ୍ୟ ଅନୁରାଗୀ ଅପା ଓ ଭାଇମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ପ୍ରଣିପାତ। ଏ କାର୍ଯ୍ୟକ୍ରମର ପଶ୍ଚାତରେ କମଳ କିଶୋର ଭାଇ ଏବଂ ଅନ୍ୟମାନେ ଯେଉଁମାନେ ଅଛନ୍ତି 365 ଦିନ ସେମାନେ ଏ କାର୍ଯ୍ୟକୁ ନିଷ୍ଠାପର ଭାବରେ କରୁଛନ୍ତି। ତେଣୁ ତାଙ୍କ ପାଖରେ ଆମେ ସମସ୍ତେ କୃତଜ୍ଞ। ଆଜିର ଆଲୋଚ୍ୟ ବିଷୟବସ୍ତୁ ଅଭିବୃଦ୍ଧି ସକାଶେ ଯନ୍ତ୍ରଣା ଏକ ସୁଯୋଗ, ସଫରିଂ ଏଜ୍ ଆନ୍ ଅପରଚ୍ୟୁନିଟି ଫର୍ ଗ୍ରୋଥ୍। ଆମେ ଯଦି ଜାଗତିକ ଜୀବନରେ ଏ କଥାଟିକୁ ବୁଝିବାକୁ ଚେଷ୍ଟା କରିବୁ, ତେବେ ଆମକୁ ଏହା ଏକ ଅଡ଼ୁଆ ମନେ ହେବ ଯେ ଅଭିବୃଦ୍ଧି ସକାଶେ ଯନ୍ତ୍ରଣା କେମିତି ଏକ ସୁଯୋଗ ହେବ। ଯଦି ସ୍ପିରିଚୁଆଲ କ୍ଷେତ୍ରରେ ଯେଉଁମାନେ ଆମେ ଶ୍ରୀମା ଶ୍ରୀ ଅରବିନ୍ଦଙ୍କର ପୁସ୍ତକ ଅଧ୍ୟୟନ କରୁଛୁ, ସାବିତ୍ରୀକୁ ଅଧ୍ୟୟନ କରୁଛୁ, ତାହେଲେ ତାର ଫଳାଫଳ ବୁଝିବାରେ ଆମକୁ ଆଉ କଷ୍ଟ ହେବ ନାହିଁ। କାହିଁକି? ପେନ୍ ଆଉ ସଫରିଂ ଏକା କଥା ନୁହେଁ। ପେନ୍ ଯଦି ସମସ୍ତଙ୍କ ପାଇଁ ଏକା ବି ହେଇପାରେ, କିନ୍ତୁ ସଫରିଂ ଅଲଗା ହେବ। କାହିଁକି ନା ପେନ୍ ଇଜ୍ ଇନଭେଟିବୁଲ୍ ବଟ୍ ସଫରିଂ ଇଜ୍ ଅପସନାଲ୍। ଆମେ ଆଗକୁ ଯିବା, କାହାଣୀ ଛଳରେ ମଧ୍ୟ ଆଗକୁ ବୁଝିବା। ପ୍ରଥମେ ଦେଖିବା ଏ ସମଗ୍ର ଜୀବଜଗତ ହେଉଛି ଏକ ବା ଅଦ୍ୱିତୀୟ ଶକ୍ତିର ପରିପ୍ରକାଶ। ଚେତନାର ସର୍ବଶ୍ରେଷ୍ଠ ପାହଚରେ ପରିଗଣିତ ଏ ମାନବ ଦେହ, ପ୍ରାଣ ଓ ମନ, ଏ ତିନୋଟି ସତ୍ତାକୁ ନେଇ ସଙ୍ଗରେ ଧରି ଦଣ୍ଡାୟମାନ। ଚେତନାର ଶକ୍ତିର ପରିପୂର୍ଣ୍ଣ ବିକାଶ ହେଉଛନ୍ତି ଭଗବାନ। ସେ ଦେହ, ପ୍ରାଣ, ମନ ବିଶିଷ୍ଟ ମନୁଷ୍ୟ ମଧ୍ୟରେ ଚୈତନ୍ୟସତ୍ତା ବା ଆତ୍ମା ରୂପରେ ବିଦ୍ୟମାନ ଅଛନ୍ତି। ଦେହ, ପ୍ରାଣ, ମନଧାରୀ ମନୁଷ୍ୟ ପଶୁଟି ତା ଭିତରେ ଆତ୍ମା ବା ଚୈତନ୍ୟ ରୂପୀ ଭଗବାନ ସଙ୍ଗେ ସମ୍ବନ୍ଧ ରଖିପାରିଲେ ସେ ଆତ୍ମଚେତନାକୁ ବା ସେ ଆତ୍ମଚେତନା ଶକ୍ତିକୁ ଯୋଗଶକ୍ତି କୁହାଯାଏ। ଆଉ ଏହି ଯୋଗଶକ୍ତି ହେଉଛି ଶରୀରର ଧାରଣର ସୁରକ୍ଷାର ଶକ୍ତି। ଏହି ଆତ୍ମଶକ୍ତିର ପ୍ରଭାବରେ ଦେହ, ପ୍ରାଣ ଓ ମନର ଭାରସାମ୍ୟ ସମତୁଲ ରହିଲେ ଶରୀର ରୋଗ ପ୍ରବେଶ କରିପାରିବ ନାହିଁ ବା ଯନ୍ତ୍ରଣା ଆମକୁ ବୋଧ ହେବ ନାହିଁ। ଆମେ ଜାଣୁ ଏ ଜଗତ କଷ୍ଟଭୋଗ ଏବଂ ଦୁଃଖ ଦ୍ୱାରା ପରିପୂର୍ଣ୍ଣ ହୋଇ ରହିଛି। ଆମର ପ୍ରତି ପଦକ୍ଷେପରେ ଆମେ ଯେକୌଣସି କ୍ଷେତ୍ରରେ ଅଗ୍ରଗତି କଲେ, ଜାଗତିକ କ୍ଷେତ୍ରରେ ମଧ୍ୟ ଆମକୁ ଅନେକ ବାଧା ଏବଂ ବିପତ୍ତି ଆସେ। ଆଉ ସ୍ପିରିଚୁଆଲ କ୍ଷେତ୍ରରେ ବି ତାର ଅନ୍ତ ନାହିଁ। କାହିଁକି ନା ଯେଉଁ ପୁରାତନ ରହିଛି ସେଥିରୁ ଏକ ନୂତନ ଦିଗରେ ଆମେ ଗତି କରୁଛୁ, ଏକ ନୂତନ ସମ୍ଭାବନା ଦିଗରେ। ଇଏ ପ୍ରତିଶ୍ରୁତିବଦ୍ଧ ହୋଇକି ମଧ୍ୟ ଆମେ ଭଗବାନଠାରୁ ପୃଥିବୀ ପୃଷ୍ଠକୁ ଆସିଛୁ। ତେଣୁ ଅତୀତ ଆହୁରି ବଞ୍ଚି ରହିବାକୁ ଚାହେଁ। ତେଣୁ ସିଏ କାର୍ଯ୍ୟ କରିବା ପାଇଁ ଦେବନି, ସବୁବେଳେ ହିଁ ବାଧା ସୃଷ୍ଟି କରିବ। ଆଉ ସେଇଟାକୁ କିଭଳି ଭାବରେ ଆମେ ଅତିକ୍ରମ କରିବା, ଆଜି ଆସନ୍ତୁ ଶ୍ରୀମା ଶ୍ରୀ ଅରବିନ୍ଦଙ୍କର ତାଙ୍କ ଭାଷାରେ, ତାଙ୍କ ଲେଖାରେ କ'ଣ ସେ ଆମକୁ ଜଣାଇବା ପାଇଁ ଚାହୁଁଛନ୍ତି। ଶ୍ରୀମା କହୁଛନ୍ତି ଯେ ଭଗବାନ କେବଳ ନିଜର ବନ୍ଧୁମାନଙ୍କ ସହିତ କଠୋର ବ୍ୟବହାର କରନ୍ତି। ଏହା ଏକ ପରିହାସର କଥା ନୁହେଁ, ଏହା ହିଁ ସତ୍ୟ। ଯେଉଁମାନେ କେବଳ ଆଶାପୂର୍ଣ୍ଣ, ଯେଉଁମାନେ ଶୁଦ୍ଧିକାରୀ ଅଗ୍ନିଶିଖା ଅର୍ଥାତ୍ ପ୍ୟୁରିଫାଇଂ ଫ୍ଲେମ୍କୁ ଭୋଗ କରିପାରନ୍ତି, ସେମାନଙ୍କୁ ସର୍ବାଧିକ ଫଳ ଲାଭ କରିବାର ଅବସ୍ଥା ଦିଆଯାଏ। ଆଉ ଯେତେବେଳେ ଅପ୍ରୀତିକର ଘଟଣା ତୁମ ପାଇଁ ଘଟେ, ତୁମେ ନିଜକୁ କହିପାର ଯେ ତାହେଲେ ଏହା ପ୍ରମାଣ କରେ ଯେ ଏହି ଅସୁବିଧା ମୋତେ ଦିଆଯାଇଛି, କାରଣ ମୁଁ ଏହି ଅସୁବିଧାର ସମ୍ମୁଖୀନ ହେବାକୁ ଯୋଗ୍ୟ। ମୋ ଭିତରେ କିଛି ଅଛି ଯାହା ଏହି ଅସୁବିଧାକୁ ପ୍ରତିରୋଧ କରିପାରିବ। ଅନ୍ୟତ୍ର ମଧ୍ୟ ଆମେ ପଢ଼ିଛେ, ଯାହା କାନ୍ଧରେ ଯେତିକି ସାମର୍ଥ୍ୟ ଅଛି ଭାର ବହନ କରିବା ପାଇଁ, ତାକୁ ସେତିକି ଦିଆଯାଏ। ତେଣୁ ଆମେ ଯେତିକି ବହନ କରିପାରିବୁ ସେତିକି ଆମକୁ ଦିବ୍ୟ ଜନନୀ ଦିଅନ୍ତି। ଆଉ ଯେତେବେଳେ ଦେଖିବ
ଯେ ନିଜକୁ ବିରକ୍ତି କିମ୍ବା ଯନ୍ତ୍ରଣା ଦେବା ପରିବର୍ତ୍ତେ ତୁମେ ଆନନ୍ଦିତ ହେଉଛ, ଆଉ ଏପରି ଆନନ୍ଦିତ ହୋଇଯିବ ଯେ ସର୍ବାଧିକ ଅପ୍ରୀତିକର ଘଟଣା ମଧ୍ୟ ତୁମକୁ ଅତ୍ୟନ୍ତ ମନୋହର ମନେ ହେବ। ଅବସ୍ଥା ଯାହା ହେଉ ନା କାହିଁକି, ଯଦି ତୁମର ମନ ଏହାକୁ ଅନୁକୂଳ ବୋଲି ଭାବିବାର ଅଭ୍ୟସ୍ତ ହୋଇଯାଏ, ତେବେ ଏହା ତୁମ ପାଇଁ ଅପ୍ରୀତିକର ହେବ ନାହିଁ। ଏ କଥା ଖୁବ୍ ସୁବିଦିତ। ଏବଂ ମନ ଯଦି ଅସ୍ୱୀକାର କରେ, ପ୍ରତିରୋଧ କରେ, ସେ ପର୍ଯ୍ୟନ୍ତ ମାନସିକ କଷ୍ଟ, ଅସୁବିଧା, ଅନେକ ଝଡ଼ଝଞ୍ଜା, ଆନ୍ତଃସଂଘର୍ଷ ଏବଂ ସମସ୍ତ ପ୍ରକାର ଦୁଃଖ ରହିଥାଏ। ଗୋଟିଏ ଏକ୍ଜାମ୍ପଲ ନେଲେ ଆମେ ଜାଣିପାରିବା, ଏକଦା ଜଣେ ସ୍କୁଲ ବାଳକ ସିଏ ତାର ସାଙ୍ଗମାନଙ୍କ ସହିତ ପିକନିକ୍ ଯିବା ପାଇଁ ବାହାରିଲା ଏବଂ ବସ୍ଟି ରିଜର୍ଭ ହୋଇଥାଏ। ମା ତାକୁ ରେଡ଼ି କରିଦେଲା ଏବଂ ବସ୍ରେ ପଠାଇବା ପାଇଁ। ଭଲରେ ବାପା ଯିବୁ ଆସିବୁ ମଙ୍ଗଳ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରି ପୁଅକୁ ବିଦାୟ ଦେଲା ଏବଂ ପୁଅ ସାଥୀମାନଙ୍କ ସଙ୍ଗରେ ସେ ବସ୍ରେ ଯାତ୍ରା ଆରମ୍ଭ କଲା। କିଛି ସମୟ ପରେ ମା ତାଙ୍କର ଆସିକି ପୂଜା କାମ ଇତ୍ୟାଦି ଇତ୍ୟାଦି କରୁଥାନ୍ତି। ସେ ପୂଜା କାର୍ଯ୍ୟ କରୁଥିବା ସମୟରେ ହଠାତ୍ ଏକ ଫୋନ୍ ଆସିଲା ଯେ ଯେଉଁ ବସ୍ରେ ତାଙ୍କର ପୁତ୍ର ଯାତ୍ରା କରୁଥିଲେ ସେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ତାଙ୍କର ଗୋଟିଏ ହାତ ଭାଙ୍ଗିଯାଇଛି। ମା ଏ ଖବରଟି ଶୁଣି ସାରିଲା ପରେ ତାଙ୍କ ଭିତରେ ଯନ୍ତ୍ରଣା ବୋଧ ହେଉଛି। କିଭଳି? ସେ କହୁଛନ୍ତି, ତାହେଲେ ଭଗବାନଙ୍କୁ ପୂଜା କରି ଲାଭ କ'ଣ? ମୁଁ ଏତେ ଶୁଭ କାମନା କରି ପିଲାକୁ ପଠେଇଲି, ଭଗବାନଙ୍କୁ ଡାକି ପଠେଇଲି, ସେ ପୁଣି ଆଶୀର୍ବାଦ ନେଇ ଗଲା, ପୁଣି ବର୍ତ୍ତମାନ ମଧ୍ୟ ପୂଜାରେ ରତ ଅଛି। ଅର୍ଥାତ୍ ଆଉ କାହାରି ହେଲାନି 40-50 ପିଲା ଭିତରେ, ମୋହରି ପିଲା ପାଇଁ କ'ଣ ଏଇ ଅସୁବିଧା ଥିଲା? ମୋର ପୂଜା କରିବାର ଆବଶ୍ୟକତା କ'ଣ? ଏଭଳି ଭାବରେ ସେ ବିଚାର କରୁଛି। ଠିକ୍ ସେଇ ଘଟଣା ଆଉ ଗୋଟିଏ ପରିପ୍ରେକ୍ଷୀରେ କହୁଛି। ସେଇ ପୂଜା କରୁଛି, ମା ତାକୁ ବିଦା କରିଛି ଯେମିତି ଯାହା ଆଗ ଭଳି। ହଠାତ୍ ଫୋନ୍ ଆସିଛି, ପିଲାଟିର ହାତ ଭାଙ୍ଗିଯାଇଛି ଏବଂ ପର ବାକ୍ୟଟି ଆସୁଛି, ସେଥିରେ ଆଉ 5 ଜଣ ପୁରାପୁରି ମୃତ ହୋଇଯାଇଛନ୍ତି ସେ ଦୁର୍ଘଟଣାରେ। ଆଉ କିଛି ସିରିୟସ୍ ହେଇକି ହସ୍ପିଟାଲରେ ଅଛନ୍ତି, ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ଏଠି ସେ ମା କହୁଛି, ହେ ପ୍ରଭୁ, ତମେ କେତେ କୃପାମୟ, କେତେ ପିଲା ଚାଲିଗଲେ, କେତେଜଣ ପୁଣି ବହୁ ଭାବରେ ଅସୁବିଧାରେ ଅଛନ୍ତି, ଜୀବନ ସହିତ ସଂଘର୍ଷ କରୁଛନ୍ତି, ବଞ୍ଚିକି ମରିବେ ଠିକଣା ନାହିଁ। କିନ୍ତୁ ମୋ ପୁଅର ସାମାନ୍ୟ ଆଘାତରେ ହାତଟା ସିନା ଭାଙ୍ଗିଗଲା, କିନ୍ତୁ ତା ଜୀବନଟା ତ ବଞ୍ଚେଇଦେଲ। ହାତଟାକୁ ଆଜି ରିପେୟାର କରାଯାଇପାରେ, ଅପରେସନରେ ଠିକ୍ କରିଦିଆଯାଇପାରେ, କିନ୍ତୁ ଜୀବନ ବଞ୍ଚେଇଦେଲ। ତୁମେ କେତେ ମହାନ, କେତେ କୃତଜ୍ଞତା। ସେ ଅଧିକ ଭଲ ପାଉଛି, ଭଗବାନଙ୍କ ପାଖରେ ଆହୁରି ଅଧିକ କୃତଜ୍ଞତା ଜ୍ଞାପନ କରୁଛି। ଅର୍ଥାତ୍ ଘଟଣା ଏକା। ପ୍ରଥମ କ୍ଷେତ୍ରରେ ଦେଖିଲେ ସେଠି ବି ହାତ ଭାଙ୍ଗିଯାଇଛି ଦୁର୍ଘଟଣାରେ, ସେକେଣ୍ଡରେ ବି ଦୁର୍ଘଟଣାରେ ହାତ ଭାଙ୍ଗିଯାଇଛି। କିନ୍ତୁ ଯେତେବେଳେ ସେ କମ୍ପେୟାର କରୁଛି ଯେ ଅନ୍ୟ ପିଲାମାନେ ମୃତ ହୋଇଛନ୍ତି, ତା ପିଲା ବଞ୍ଚିଛି, ସେଠି ତାର ଯନ୍ତ୍ରଣାଟା କମିଯାଉଛି। ଯେତେବେଳେ ଓନ୍ଲି ତାର ପିଲାର ଅସୁବିଧାଟି ଦେଖୁଛି, ସେତେବେଳେ ଯନ୍ତ୍ରଣା ତାକୁ ବହୁ ଭାବରେ ଆଘାତ କରୁଛି। ତେଣୁ ପେନ୍ ସବୁବେଳେ ସମାନ ରହିଛି, କିନ୍ତୁ ସଫରିଂ, ଏଠି ପେନ୍ ସଫରିଂ ଯଦି ଆମେ ତାର ପାର୍ଥକ୍ୟ ଦେଖିବା ପାଇଁ ଚାହିଁବା, ପେନ୍ କନଷ୍ଟାଣ୍ଟ ଦୁଇଟି କ୍ଷେତ୍ରରେ, ଏକା ପେନ୍। କିନ୍ତୁ ସଫରିଂ ଆସୁଛି ଆମର ନିଜ ଉପରେ ନିର୍ଭର କରୁଛି କେତେ ଦୂର ଆମେ ସଫର ହେଉଛେ। ଏମିତିକି ଜଣେ ଯଦି ରୋଗୀ, ତା ବିଷୟରେ ଆପଣ ଜାଣିଛନ୍ତି, ସିଏ ଟ୍ରିଟମେଣ୍ଟରେ ଅଛନ୍ତି, କେହି ଜଣେ ତାଙ୍କୁ ଯାଇ ପଚାରୁଛି ଯେ ଆପଣ କେମିତି ଅଛନ୍ତି? ହୁଏତ 7-8 ଦିନ ଭିତରେ ସେ ଅସୁସ୍ଥ ହୋଇ ଆସିଲେଣି, ସେ କଥା ସେ ଭୁଲି ଯାଇଛନ୍ତି ତାଙ୍କର ଯନ୍ତ୍ରଣାକୁ। ଇଏ ଯେତେବେଳେ ପଚାରୁଛନ୍ତି, ପୁଣି ସିଏ ତାଙ୍କ କଥା ସେଠି ମନେ ପଡ଼ୁଛି ଏବଂ ତାଙ୍କ ଯନ୍ତ୍ରଣା କମିବା ପରିବର୍ତ୍ତେ ପୁଣି ବଢ଼ୁଛି। ଶ୍ରୀରାମଦେବ ଏକଥା ଅନେକ ଜାଗାରେ ମଧ୍ୟ ଭାରି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି, କେମିତି ୱାନ୍ କାଇଣ୍ଡ ଅଫ୍ ଟର୍ଚର ଏଟା। ସିମ୍ପାଥି ଦେଖେଇବା ବହୁତ ଟର୍ଚର। ହସ୍ପିଟାଲରେ ପଡ଼ିଥିବା ବ୍ୟକ୍ତିକୁ ଯଦି ଆମମାନେ ଯାଇ ବାରମ୍ବାର ମୁଁ ଗଲା ପରେ ଆଉ ଜଣେ ଯିବ, ଆଉ ଜଣେ ଯିବ, ସେ ଜାଣୁନଥିବ ତା ପୂର୍ବରୁ କେତେ ଜଣ ଗଲେଣି, ତାର ରେଷ୍ଟ ନେଇପାରୁନଥିବ ଏବଂ ଏଇ ବାରମ୍ବାର ଦେଖିବା ଦ୍ୱାରା ସିଏ ଭାବୁଥିବ ଡାକ୍ତର ବୋଧେ ମୋର ଶେଷ ସମୟ ବୋଧେ କହିଦେଇଛି। ଯେଉଁ ଲୋକ 6 ମାସ କି 6 ବର୍ଷ ଧରି ଆସୁନଥିଲା, ସିଏ କାହିଁକି ମୋତେ ଦେଖିବା ପାଇଁ ଆସୁଛି। ଏମିତି ଅନେକ କଥା ହେଇ ତାର ଯନ୍ତ୍ରଣା ଆହୁରି ବଢ଼ିଯାଏ। ସେହି କ୍ଷେତ୍ରରେ ଯଦି ଆମେ ସେକୁ ନ ପଚାରିକି ଅନ୍ୟ ଆଲୋଚନା କରନ୍ତୁ, ତାର ଅସୁବିଧା କଥାକୁ ପଚାରନ୍ତୁନି, ତାହେଲେ ହୁଏତ ତାର ଯନ୍ତ୍ରଣା ଅଧିକ ହୁଅନ୍ତା ନାହିଁ। ଏହିଭଳି ଅନେକ କଥା ଅଛି। ଇଏ ହେଉଛି ଆମର ଜାଗତିକ କ୍ଷେତ୍ରରେ। କିନ୍ତୁ ଆମର ଏଇ ଯନ୍ତ୍ରଣା ଆମର ଫିଜିକାଲ କ୍ଷେତ୍ରରେ ଅଛି, ସାଇକୋଲୋଜି କ୍ଷେତ୍ରରେ ଅଛି, ଇମୋସନାଲ ଅଛି, ସ୍ପିରିଚୁଆଲ ମଧ୍ୟ ଅଛି। ତ ଆକୁ କିଭଳି ଭାବରେ ଆମେ ଗ୍ରହଣ କରୁଛେ, ସେହି ଅନୁସାରେ ଆମର ଯନ୍ତ୍ରଣା ଅଧିକ ରହୁଛି।
କିନ୍ତୁ ଇଏ ଗୋଟେ ରିମାଇଣ୍ଡର, ଯେତେବେଳେ ଏହା ଆସେ ସେତେବେଳେ ଆମକୁ ମନେ ପକାଇ ଦିଏ ଯେ ଆମେ ଆଗକୁ ଆମର କିଛି ତ୍ରୁଟି ହେବା ପାଇଁ ଯାଉଛି, ତାକୁ କରେକ୍ସନ୍ ବା ସଂଶୋଧନ କରିବା ନିମିତ୍ତ ଆମକୁ ଏକ ସୁଯୋଗ ମିଳେ। ଆଉ ଯଦି ଏଇ ସୁଯୋଗଟି ଆସନ୍ତା ନାହିଁ, ଏ ଯନ୍ତ୍ରଣାଟା ଯେ ଆସନ୍ତା ନାହିଁ, ଯଦି ଆମେ ମାନେ କିଛି ହୁଅନ୍ତା ନାହିଁ, ଆମେ ଭାବନ୍ତୁ ଯେ ଆମେ ଭଗବାନ ଆମ ପାଖରେ ଅଛନ୍ତି ଏବଂ ଆମେ ଭଲରେ ରହିଛୁ, ଆମର କିଛି ଅସୁବିଧା ଘଟୁନାହିଁ, ଆମେ ବହୁତ ହେପିଲି ଅଛୁ, କିନ୍ତୁ ଏହା ଠିକ୍ ନୁହେଁ, ଆମର ପ୍ରଗତି ହେଉନାହିଁ। ସେଥିପାଇଁ ଯେତେବେଳେ ଆମକୁ କିଛି ଅସୁବିଧା ଆସୁଛି, ଯନ୍ତ୍ରଣା ଆସୁଛି, ସେ ଆମକୁ ମନେ ପକାଇ ଦେଉଛି ଆମର ତ୍ରୁଟି ସୁଧାରିବା ପାଇଁ ଏବଂ ଯେଉଁ କାମ ପାଇଁ ଆସିଛୁ ଆମେ ବିସ୍ମୃତ ହୋଇଯାଇଛୁ ପୃଥିବୀ ପୃଷ୍ଠରେ ଆସି, ସେ କାମକୁ ଆଗକୁ କେମିତି ନେବା ସେଥିପାଇଁ ଆମକୁ ଯନ୍ତ୍ରଣା ଆସୁଛି। ଏବଂ ଯେତେବେଳେ ଆମେ ସେଇ କଥା ଚିନ୍ତା କରୁଛୁ ଆଉ ଯେଉଁ ମୁହୂର୍ତ୍ତରେ ଆମେ ମାନି ନେଉଛୁ ଯେ ଯାହା କିଛି ଘଟିଲା ଇଏ ହେଉଛି ଉତ୍ତମ କଥା, ଏହା ହିଁ ଘଟିବାକୁ ଥିଲା, ଏହା ଯେପରି ହେବାକୁ ଥିଲା ସେହିପରି ହୋଇଛି, ଯେଉଁମାନେ ଶରୀର ଉପରେ ମନର ଏଭଳି ନିୟନ୍ତ୍ରଣ ଲାଭ କରିଛନ୍ତି ସେମାନେ ସର୍ବଦା ସନ୍ତୁଷ୍ଟରେ ରହିବେ ଏବଂ କିଛି ବି ଅନ୍ୟଥା ଅନୁଭବ କରିବେ ନାହିଁ। ସେଥିପାଇଁ କହୁଛନ୍ତି ଯେ ଇଫ୍ ୟୁ କ୍ୟାନ୍ ଫେସ୍ ସଫରିଂ ୱିଥ୍ କରେଜ୍, ଇଣ୍ଡୁରାନ୍ସ ଏନ୍ ଅନସେକେବଲ୍ ଫେଥ୍ ଇନ୍ ଦି ଡିଭାଇନ୍ ଗ୍ରେସ୍। ତୁମେ ଯଦି ସାହସ, ସହନଶୀଳତା ଏବଂ ଭଗବତ କରୁଣା ଉପରେ ଅତୁଟ ବିଶ୍ୱାସ ରଖି ଯନ୍ତ୍ରଣାର ସମ୍ମୁଖୀନ ହୁଅ, ତେବେ ଏହାକୁ ଏଡ଼ାଇ ଦେବା ପରିବର୍ତ୍ତେ ଏହା ମଧ୍ୟରେ ପ୍ରବେଶ କର, ଏକ ଇଚ୍ଛା, ଏକ ଅଭିପ୍ସା ନେଇ ତାହାକୁ ଭୋଗ କରି ସେଥିରେ ଥିବା ସେହି ଦୀପ୍ତିମାନ ସତ୍ୟ, ଯେଉଁ ଲୁମିନିୟସ୍ ଟ୍ରୁଥ୍ ଏବଂ ଅପରିବର୍ତ୍ତନୀୟ ଆନନ୍ଦ ଯାହାକି ସକଳ ବସ୍ତୁର କେନ୍ଦ୍ରରେ ବିଦ୍ୟମାନ, ତାହାକୁ ଆବିଷ୍କାର କରିବାକୁ, ତେବେ ଯନ୍ତ୍ରଣାର ଦ୍ୱାରା ଅଧିକାଂଶ ସମୟରେ ଆପଣଙ୍କୁ ସନ୍ତୋଷ ବା ପରିତୃପ୍ତି ଠାରୁ ଅଧିକ ପ୍ରତ୍ୟକ୍ଷ ଏବଂ ଅଧିକ ତାତ୍କ୍ଷଣିକ, ମୋର୍ ଇମିଡ଼ିଏଟ୍ ହୋଇଥାଏ। ଯଦି ଆମେ ସେ ଯନ୍ତ୍ରଣା ପାଇଁ ପଳାୟନ କରିବା, ନା ଇଏ ସହ୍ୟ କରିବା ସମ୍ଭବ ନୁହେଁ, ଏ ଭିତରେ ପଶିବା ଦରକାର ନାହିଁ, ଏତେ କଷ୍ଟ ପାଇବା କାହିଁକି, ଏସବୁ କାମ କରିବା କାହିଁକି, ତାହେଲେ ଆମେ ତାର ଟେଷ୍ଟ ପାଇପାରିବା ନାହିଁ। ତାର ପଶ୍ଚାତରେ ଯେତିକି ଯନ୍ତ୍ରଣା ରହିଛି ସେତିକି ମଧ୍ୟ ଆନନ୍ଦ ତାର ବିପରୀତ ଦିଗରେ ରହିଛି। ସିଏ ହିଁ ସୂଚାଇ ଦିଏ ଯେତେ ପରିମାଣରେ ଆମକୁ ଏ ଯନ୍ତ୍ରଣା ଆସୁଛି ସେତିକି ପରିମାଣରେ ତା ସାଙ୍ଗରେ ଆମକୁ ସେ ସୁଖ ଆନନ୍ଦ ହିଁ ରହିଛି। ଅର୍ଥାତ୍ ସହିବାର ସାମର୍ଥ୍ୟ ବୃଦ୍ଧି କରିବା ସକାଶେ ଏବଂ ଯାହା ଆମକୁ ପରାଭୂତ କରେ ତାର ସମ୍ମୁଖୀନ ହେବା ସକାଶେ ଯନ୍ତ୍ରଣା ଆମକୁ ଏକାଗ୍ରଚିତ ହେବାକୁ ବାଧ୍ୟ କରି ସତ୍ୟ ନିକଟକୁ ସେ ଫେରାଇ ଆଣେ। ତେଣୁ ଯନ୍ତ୍ରଣା ମାଧ୍ୟମରେ ହିଁ ଜଣେ ବ୍ୟକ୍ତି ସବୁଠାରୁ ଅଧିକ ସହଜରେ ଯଥାର୍ଥ ସାମର୍ଥ୍ୟ ପୁନର୍ବାର ଲାଭ କରେ। ଆଉ ଯେତେବେଳେ ସେ ବଳବାନ ହୋଇଥାଏ ତାହା ହିଁ ଏଇଠି ଜଣାପଡ଼େ। ଅର୍ଥାତ୍ ଯନ୍ତ୍ରଣା ମାଧ୍ୟମରେ ସେ ଯଥାର୍ଥ ବିଶ୍ୱାସ ମାନେ ଟ୍ରୁ ଫେଥ୍ ଅତି ସହଜରେ ପୁନର୍ବାର ଲାଭ କରେ। ହ୍ୱିଚ୍ ଫେଥ୍ ଇଜ୍ ସମଥିଙ୍ଗ ଦ୍ୟାଟ୍ ଇଜ୍ ଏଭଭ୍ ଆଣ୍ଡ ବିୟଣ୍ଡ ଅଲ୍ ପେନ୍। ସେ ଏମିତି ଯେ ପୁରା ଏଭଭ୍ ଆଣ୍ଡ ବିୟଣ୍ଡ ଅଲ୍ ପେନ୍, ସବୁ ପେନ୍ର ଉର୍ଦ୍ଧ୍ୱରେ ସେ ଥାଏ ସେ ଫେଥ୍। ତ ଟୁ ସିକ୍ ସଫରିଂ ଆଣ୍ଡ ପେନ୍ ଇଜ୍ ଏ ମର୍ବିଡ୍ ଆଟିଚ୍ୟୁଡ୍, ଗୋଟେ ଅସ୍ତୁତ ଏବଂ ବିକୃତ ମନୋଭାବ, ହ୍ୱିଚ୍ ମଷ୍ଟ ବି ଏଭଏଡେଡ୍। ଅର୍ଥାତ୍ ଆମୋଦ ପ୍ରମୋଦ ମନୋଭାବରେ ଏହାକୁ ଭୁଲିଯାଇ ସେଥିରୁ ପଳାୟନ କରିବା ହେଉଛି କାପୁରୁଷତା। ଯନ୍ତ୍ରଣା ଯେତେବେଳେ ଆସେ ଏହା ଆମକୁ କିଛି ଶିକ୍ଷା ଦେବା ଲାଗି ଆସେ। ଯେତେ ଶୀଘ୍ର ଆମେ ଶିକ୍ଷା ଲାଭ କରିବା ସେତେ ଶୀଘ୍ର କଷ୍ଟର ଚାହିଦା ଆମକୁ କମିଯିବ। ଆଉ ଯେତେବେଳେ ସେହି ରହସ୍ୟକୁ ଜାଣିଯିବା ଯେ କାହିଁକି ଏସବୁ ଯନ୍ତ୍ରଣା ଆସୁଛି, ତା ପଶ୍ଚାତରେ କ'ଣ ରହସ୍ୟ ଅଛି, ସେତେବେଳେ ଆଉ ବେଶୀ ସମୟ ଦୁଃଖ ଭୋଗ କରିବା ସମ୍ଭବ ହେବ ନାହିଁ। କାରଣ ସେହି ରହସ୍ୟ ହିଁ ତାର ଯେଉଁ ହେତୁ, ତାର କଷ୍ଟର କାରଣ, ମୂଳ ଉତ୍ସ ଏବଂ ଏହାକୁ ଅତିକ୍ରମ କରି ଊର୍ଦ୍ଧ୍ୱକୁ ଯିବାର ଉପାୟ ଆମ ପାଖରେ ସେ ପ୍ରକଟିତ ହେବ। ସେ ସତ୍ୟ, ତା ଭିତରେ ଯେଉଁ ରହସ୍ୟ ଅଛି ତାକୁ ଆମେ ଜାଣିପାରିବା। ସେତେବେଳେ କାହିଁକି ଲାଗିବ ଆରେ ଆରେ ଏଇଥିପାଇଁ ଏହା ଆସିଥିଲା, ପଶ୍ଚାତରେ ଏତେ କଥା ରହିଥିଲା। ତେଣୁ ସେତେବେଳେ ଆମକୁ ଆଉ କଷ୍ଟ ଜଣାପଡ଼ିବ ନାହିଁ। ଆଉ ସେହି ରହସ୍ୟ ହେଉଛି ଅହଂ ମଧ୍ୟରୁ ତଥା ଏହାର କାରାଗାର ମଧ୍ୟରୁ ବାହାରି ଆସିବା, ଭଗବାନଙ୍କ ସହିତ ନିଜକୁ ସଂଯୁକ୍ତ କରିବା, ତାଙ୍କ ସହ ମିଶିଯିବା, ତାଙ୍କଠାରୁ ଆମକୁ ଅଲଗା କରୁଥିବା ଯେକୌଣସି ଜିନିଷକୁ ଆମେ ସ୍ୱୀକାର କରିବା ନାହିଁ। ଆଉ ତାପରେ ଥରେ ମାତ୍ର ଏହି ରହସ୍ୟକୁ ଯଦି ଆବିଷ୍କାର କରିନେଲେ ଏବଂ ନିଜ ସତ୍ତା ମଧ୍ୟରେ ଏହାକୁ ଯଦି ହୃଦୟଙ୍ଗମ କଲେ, ଯନ୍ତ୍ରଣା ତାହାର ଯଥାର୍ଥତାକୁ ହରାଇ ଦିଏ ଏବଂ ଦୁଃଖ କଷ୍ଟ ଉଭେଇଯାଏ। ଏହା ଏକ ସର୍ବଶକ୍ତିମାନ ପ୍ରତିକାର କେବଳ ସତ୍ତାର ଶରୀରର ଅଂଶରେ ତଥା ଆତ୍ମାରେ ଓ ଆଧ୍ୟାତ୍ମିକତା ଚେତନାରେ ନୁହେଁ, କିନ୍ତୁ ଜୀବନରେ ଏବଂ ଶରୀରରେ ମଧ୍ୟ।
ସେଥିପାଇଁ କୁହାଯାଉଛି ଯେ ପେନ୍ ଇଜ୍ ଦି ସିଗ୍ନେଚର ଅଫ୍ ଦି ଇଗ୍ନୋରାନ୍ସ, attesting the secret God denied by life. Until life finds him, pain can never end. ଯଦି ମହାକାବ୍ୟ ସାବିତ୍ରୀର ବୁକ୍ 6 କାଣ୍ଟୋ 2ରେ ଆମେ ଦେଖିବା 453 ପେଜରେ ଏହି କଥା ହିଁ ଶ୍ରୀଅରବିନ୍ଦ ଲେଖିଛନ୍ତି ଯେ ବେଦନା ହେଲା ଅଜ୍ଞାନତାର ସ୍ୱାକ୍ଷର ଏବଂ ଜୀବନ ଅସ୍ୱୀକାର କରୁଥିବା ନିଭୃତ ଦେବତାଙ୍କ ପ୍ରମାଣ। ଯେତେ ଦିନ ପର୍ଯ୍ୟନ୍ତ ଜୀବନ ତାର ସେହି ନିଭୃତ ଦେବତାଙ୍କୁ ପ୍ରାପ୍ତ ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ବେଦନାର ଅନ୍ତ ନାହିଁ। ଅର୍ଥାତ୍ ତାକୁ ପ୍ରାପ୍ତ ହେବା ପର୍ଯ୍ୟନ୍ତ ହିଁ ଆମକୁ ଏ ବେଦନା ସହ୍ୟ କରିବା ପାଇଁ ପଡ଼ିବ। ପୁଣି ଅନ୍ୟତ୍ର ଲେଖୁଛନ୍ତି ପେନ୍ ଇଜ୍ ଦି ହ୍ୟାଣ୍ଡ ଅଫ୍ ନେଚର ସ୍କଲ୍ପଚରିଂ ମେନ୍ ଟୁ ଗ୍ରେଟନେସ୍ ଏଣ୍ଡ ଇନ୍ସ୍ପାୟାର୍ଡ ଲାବର ଚିଜେଲ୍ସ ୱିଥ୍ ହେଭେନଲି କ୍ରୁଏଲିଟି ଆଣ୍ଡ ଅନୱିଲିଂ ମୋଲ୍ଡ। ହେଭେନଲି କ୍ରୁଏଲିଟି ବାଟି ଲେଖୁଛନ୍ତି ଶ୍ରୀଅରବିନ୍ଦ। ଅର୍ଥାତ୍ ସେ ଯେଉଁ ନିର୍ଦ୍ଦୟତା ଅର୍ଡ଼ିନାରୀ ନିର୍ଦ୍ଦୟତା ନୁହେଁ, ଏକ ଦିବ୍ୟ ନିର୍ଦ୍ଦୟତା। ଏବଂ କାହାକୁ ସେ ନିହଣରେ କାଟିକି ଦେବମୂର୍ତ୍ତି ରଚନା କରୁଛନ୍ତି ନା ଏକ ଅନିଚ୍ଛୁକ ଘଟ, ଯେଉଁ ଘଟ ଆମେ ଇଚ୍ଛା ପ୍ରକାଶ କରୁନାହିଁ କିନ୍ତୁ ଆମକୁ ମହିମାନ୍ୱିତ କରିବେ, ଆମକୁ ମହାନ କରିବେ। ସେଥିପାଇଁ ତାଙ୍କ ହାତ, ପ୍ରକୃତି ମାତାଙ୍କର ହାତ ଏଇ ଯେଉଁ ଦୁଃଖ, ଏବଂ ସିଏ ଆମକୁ ସ୍ଥପତି ପରି ଖୋଦେଇ କରି ଚାଲିଛି, ଖୋଳି ଚାଲିଛି, ଯନ୍ତ୍ରଣା ଦେଇ ଚାଲିଛି। ଠିକ୍ ଯେମିତି ଗୋଟିଏ ଅଚଞ୍ଛା ଅଲଡ଼ା ପଥରଟିଏ ପଡ଼ିଥିବା ରାସ୍ତା କଡ଼ରେ ତାକୁ ନେଇ ଯେତେବେଳେ ଶିଳ୍ପୀ ତାର ନିହାଣ ମୁନରେ ଆଘାତ ଦେଇ ଚାଲେ, 6 ମାସ କି ବର୍ଷେ ପରେ ସିଏ ଗୋଟେ ସୁନ୍ଦର ରୂପ ହୋଇ ଆସେ, ଗୋଟେ ପ୍ରତିମା ହୋଇ ଆସେ, ଗୋଟେ ମୂର୍ତ୍ତି ହୋଇ ଆସେ ଏବଂ ମନ୍ଦିରରେ ପୂଜା ପାଏ। ସେ ମୂର୍ତ୍ତି ହେବା ପାଇଁ ତା ଭିତରେ ତା ଉପରେ ଯେତିକି ଆଘାତ କରାଗଲା ସେ ଆଘାତକୁ ସହିବା ପାଇଁ ପଡ଼ିଲା, କିନ୍ତୁ ତା ପଶ୍ଚାତରେ ସବୁଦିନେ ସେ ପୂଜ୍ୟ ହୋଇ ଉଠିଲା। ତେଣୁ ଏଇ ମଣିଷକୁ ମଧ୍ୟ ମହାକାବ୍ୟ ସାହିତ୍ୟ ରଚନା କରାଯାଇଛି। ଏଇ ମଣିଷକୁ ମହାନ କରିବା ପାଇଁ ଶହ ଶହ ସଂଖ୍ୟାରେ ଦେବତାମାନେ, ଉଚ୍ଚତର ଦେବତାମାନେ ସେମାନେ ପ୍ରୟାସ କରି ଚାଲିଛନ୍ତି, ଦିବାରାତ୍ରି ଉଜାଗର ହେଇ ଆଉ ନିହଣରେ କାଟି କାଟି ଚାଲିଛନ୍ତି ଆମର ଏଇ ଅନିଚ୍ଛୁକ ଘଟକୁ, କାହିଁକି ନା ଆକୁ ମହିମାନ୍ୱିତ କରିବେ। ସେଥିପାଇଁ ଯନ୍ତ୍ରଣାର ଆବଶ୍ୟକ। ମହାକାବ୍ୟ ସାବିତ୍ରୀ ବାକ୍ୟଗୁଡ଼ିକୁ ଯେତେବେଳେ ଆମେ ଅନୁଧ୍ୟାନ କରୁଛୁ, ପଠନ କରୁଛୁ, ଜାଣିପାରୁଛୁ ଯନ୍ତ୍ରଣାର ମୂଲ୍ୟ ଏଠି କିଭଳି ଭାବରେ ଦେବାକୁ ପଡ଼ୁଛି। ଆହୁରି ଆଗକୁ ଗଲେ ଆମେ ଜାଣିବା ଆର୍ଥ ପେନ୍ସ ୱିର୍ ଦି ରାନ୍ସମ୍ ଅଫ୍ ଇଟ୍ସ ପ୍ରିଜନ୍ ଡେଲାଇଟ୍। ଆମ ଯେଉଁ ପାର୍ଥିବ ଦୁଃଖ ଯନ୍ତ୍ରଣା ଯାହା ଆସୁଛି, ଆମ ପୃଥିବୀରେ ବନ୍ଦୀ ହୋଇ ରହିଥିବା ଯେଉଁ ଆନନ୍ଦ, ତାକୁ ମୁକ୍ତି କରିବା ପାଇଁ ଆମକୁ ଏକ ପୁଣ୍ୟମୂଲ୍ୟ ପ୍ରଦାନ କରିବା ପାଇଁ ପଡ଼ିବ। ଦ୍ୟାଟ୍ ଇଜ୍ ପେନ୍। ଏହି ଯନ୍ତ୍ରଣା ହେଉଛି ସେଇ ପୁଣ୍ୟ ମୂଲ୍ୟ ସଦୃଶ୍ୟ। କାହିଁକି ନା ଆକୁ ଦେଲେ ହିଁ ଆମେ ଲୁକାୟିତ ରହିଥିବା, ବନ୍ଦୀ ହୋଇ ରହିଥିବା ଆନନ୍ଦକୁ ବାହାର କରିପାରିବା, ବନ୍ଦୀମୁକ୍ତ କରିପାରିବା। ପୁଣି ସେ ସାବିତ୍ରୀରେ ପୁଣି ରଚନା ହେଇଛି ପେନ୍ ୱାଜ୍ ଦି ଫାଷ୍ଟ ବର୍ନ ଅଫ୍ ଦି ଇନକନସାଇନ୍ସ which was the body's dumb original base, already slept their pen's subconscient shape, a shadow in a shadowy tenebrous till life shall move it waits to wake and be। ବେଦନା ହେଲା ନିଶ୍ଚେତନାର ସେହି ପ୍ରଥମ ଜାତ ସନ୍ତାନ, ଯାହା ତୁମ ଦେହର ଆଦିମୂଳ, ମାନେ ଅରିଜିନାଲ ବେସ୍। ସେଠାରେ ବେଦନାର ଅବଚେତନ ରୂପ ଚିରଦିନ ସୁପ୍ତ ହୋଇକି ରହିଛି ଏବଂ ତାହା ହେଉଛି ଏକ ଛାୟାମୟ ତାମସ ଜଠରର ଏକ ଛାୟା। ଏବଂ ଯେତେଦିନ ପର୍ଯ୍ୟନ୍ତ ଜୀବନ ଗତିଶୀଳ ହୋଇନାହିଁ ସେତେଦିନ ପର୍ଯ୍ୟନ୍ତ ସେ ଅପେକ୍ଷା କରି ରହିଛି, ତାପରେ ଜାଗି ଉଠି ଆପଣା ଅସ୍ତିତ୍ୱ ଲାଭ କରିବ। ତେଣୁ ମନୁଷ୍ୟ ଶକ୍ତ ନ ହେବା ପର୍ଯ୍ୟନ୍ତ ଦୁଃଖ ଭୋଗ ତାର ଅନ୍ତରାତ୍ମାର ଭାଗ୍ୟ। ଯେମିତି ଛୋଟ ପିଲାଟିକୁ ଟାଣ ହେବା ପାଇଁ ମା ମଧ୍ୟ ଜାଣି ଜାଣି ଯନ୍ତ୍ରଣା ଦିଏ। ଛୁଆଟି କାନ୍ଦୁଛି, ମା କହୁଛି ଆହୁରି କାନ୍ଦୁ, ଟାଣ ହେବ। ଛୋଟ ପିଲାମାନେ ପଡ଼ିଯାଉଛି, ମା ଦେଖୁଛି ପାଖରେ ରହିଛି ହାତ ବଢ଼େଇକି, ଷ୍ଟେୟାର କେଷ୍ଟ ଉଠି ପାରୁନାହିଁ, କାନ୍ଥ ଧରି ଚାଲୁଛି, ପୁଣି ପଡ଼ିଯାଉଛି, ପୁଣି ଉଠୁଛି। ଯଦି ତାକୁ ସେ ହାତ ଧରିକି ଚଲେଇବା ଆରମ୍ଭ କରନ୍ତା ନା, ସେ ଟାଣ ହେଇପାରନ୍ତାନି, ମଜବୁତ ହେଇପାରନ୍ତାନି। ତେଣୁ ସିଏ ତାକୁ ନଜର ରଖେ, କିନ୍ତୁ ତାର ଅସୁବିଧା ନ ହେବ ସେଥିପାଇଁ ସିଏ ଜଗେ, କିନ୍ତୁ ପିଲାକୁ ସମ୍ପୂର୍ଣ୍ଣ ସ୍ୱାଧୀନ ଭାବରେ ଛାଡ଼ିଦିଏ। ସିଏ ପଡ଼ି ଉଠି ଶିଖୁ, ଟାଣ ହଉ, ଉଠୁ, ତଳ ପାହୁଚକୁ ଖସୁ, ପୁଣି ଉପରକୁ ଉଠୁ। ଠିକ୍ ସେମିତି ପ୍ରକୃତି ଆମକୁ ଏହିଭଳି ଭାବରେ ଦେଖୁଥାନ୍ତି। ଆମେ କେମିତି ମଜବୁତ ହେବୁ, ଆମେ କେମିତି ଶକ୍ତ ହେବୁ, ଏବଂ ସେଥିପାଇଁ ସିଏ ଯନ୍ତ୍ରଣା ଦିଅନ୍ତି।
ସେଥିପାଇଁ କୁହାହେଉଛି ମନୁଷ୍ୟ ଶକ୍ତ ନ ହେବା ପର୍ଯ୍ୟନ୍ତ ଦୁଃଖ ଭୋଗ ତାର ଏକ ଅନ୍ତରାତ୍ମାର ଭାଗ୍ୟ। ଆଉ ଏହି ଜଗତ କଷ୍ଟ ଭୋଗ ଦୁଃଖ ଦ୍ୱାରା ପରିପୂର୍ଣ୍ଣ ହୋଇ ରହିଛି। ଆଉ ଆମେ ଯେପରି ସେହି କଷ୍ଟ ଓ ଦୁଃଖକୁ ବଢ଼େଇବାରେ କେବେ ହେଲେ କାରଣ ନ ହେବା, ଆମକୁ ସେହି ପ୍ରୟାସଟି କରିବାକୁ ହେବ। କେଉଁଠି ଜାଣି ଶୁଣିକି ନୁହେଁ। ସୀମାଶ୍ରୀ ବନ୍ଧୁ ଅନେକ ଜାଗାରେ ଲେଖିଛନ୍ତି ଯେ ଆମେ ଦୁଃଖ ଭୋଗ ବୋଲି ଆମେ ଜାଣି ଶୁଣି ପ୍ରଭୁ ମୋତେ ଦୁଃଖୀ କରିଦିଅ, ମୋର ହାତ କାଟିଦିଅ, ମୋର ଗୋଡ଼ କାଟିଦିଅ, ଏମିତି କହିବା ପାଇଁ ପଡ଼ିବନି। ସିଏ ସ୍ୱତଃ ଯେତେବେଳେ ଆମକୁ ଯେଉଁଠି ଦରକାର ହେବ ସିଏ ଦେବେ, ଆମକୁ ମନେ ପକାଇ ଦେବେ। କିନ୍ତୁ ଆମେ ମାଗି କରି ସେ ଯନ୍ତ୍ରଣାକୁ ଆଣିବ ନାହିଁ, ଆହ୍ୱାନ କରିବ ନାହିଁ। ତେଣୁ ଶ୍ରୀ ଅରବିନ୍ଦ କହନ୍ତି ଯେ ଆୱାର ଫାଇନାଲ ଗୋଲ୍ ଇଜ୍ ଟୁ ରିଏଲାଇଜ୍ ଦ୍ୟାଟ୍ ହେଭେନ୍ସ ଆଣ୍ଡ ଆର୍ଥ ଆର୍ ୱାନ୍। ଆମର ସବୁଠାରୁ ଫାଇନାଲ ଲକ୍ଷ୍ୟ ଯଦି ହେଉଛି କ'ଣ ନା ଆମେ ରିଏଲାଇଜ୍ କରିବା ଯେ ହେଭେନ୍ ଆଉ ଆର୍ଥ ଅଲଗା ନୁହେଁ। ସେଇଥିପାଇଁ ତ ସେ କହୁଛନ୍ତି ହେଭେନ୍ ଏଇଠିକି ଚାଲି ଆସିବ, ଏଇଠି ସ୍ୱର୍ଗର ପାରିଜାତ ଫୁଟିବ, ଏଇଠି ଦେବ ଶିଶୁମାନେ ଆତଜାତ ହେବେ, ଏଇ ଚମଡ଼ା ନେତ୍ର ହିଁ ଏହାକୁ ଦେଖିପାରିବ। ତେଣୁ ଏ ଡିଫରେନ୍ସ ରହିବ ନାହିଁ। এইটা ହିଁ আমার ফাইনাল গোল। এবং sorrow, suffering, pain, it is a characteristic of the earth. এটা characteristics ये କାହିଁକି ନା ପେନ୍ ଇଜ୍ ଏ ରିମାଇଣ୍ଡର। ମୁଁ ପୂର୍ବରୁ ବି କହୁଥିଲି କାହିଁକି ସେ ରିମାଇଣ୍ଡର କରୁଛି ନା ଲାଇଫ୍ ଇଜ୍ ନଟ୍ ପରଫେକ୍ଟ ଆଣ୍ଡ ଜୟ ଇଜ୍ ନଟ୍ ପରଫେକ୍ଟ। ଯେଉଁ ଆନନ୍ଦ କଥା ଆମେ କହୁଛେ ସେ ପରଫେକ୍ଟ ହେଇନି, ପୂର୍ଣ୍ଣତା ପ୍ରାପ୍ତି ହେଇପାରିନି। ଏ ଜୀବନ ମଧ୍ୟ ଖଣ୍ଡିଆ ହେଇ ରହିଛି, ଅର୍ଦ୍ଧ ପଶୁ ଅର୍ଦ୍ଧ ମାନବ ହେଇକି ରହିଛି। ପୂର୍ଣ୍ଣତା ତାର ହେଉଛି କାମ୍ୟ। ତ ସେଥିପାଇଁ ଆମକୁ ପେନ୍ ରିମାଇଣ୍ଡର କରି ଚାଲୁଛି, ରିମାଇଣ୍ଡର ଭାବରେ କାମ କରି ଚାଲୁଛି। ଏବଂ ପେନ୍ ହେଉଛି ଏକ ସିଫ୍ଟ ଆଣ୍ଡ ସାଉଣ୍ଡ ଅଫ୍ ୟୁର କମ୍ଫର୍ଟ ଜୋନ୍। ସୋ ଇଟ୍ ଇଜ୍ ସଚ୍ ବ୍ୟୁଟିଫୁଲ୍ ଆଣ୍ଡ ଅପରଚ୍ୟୁନିଟି ଟୁ ପ୍ରୋଗ୍ରେସ୍। ସେଇଥିପାଇଁ ଏଇଟା କୁହାହେଉଛି ଗୋଟେ ଅପରଚ୍ୟୁନିଟି ଆମର ପ୍ରୋଗ୍ରେସ୍ କରିବା ପାଇଁ, ଆମ ପ୍ରଗତିରେ, ଆମର ଅଗ୍ରଗତିରେ ଇଏ ହେଉଛି ଏକ ସୁଯୋଗ। ଏ ସୁଯୋଗଟି ଆମକୁ ଦିଆଯାଉଛି, ଇଏ ଦୁର୍ଯୋଗ ନୁହେଁ। ଇଫ୍ ପେନ୍ ଡଜ୍ ନଟ୍ କମ୍ ୟୁ ଉଡ୍ ବିଲିଭ୍ that life is so good, so beautiful, mother's grace with me। ଯଦି ପେନ୍ ଆସେ ଆମେ ଭାବିବୁ, ପୁରା ଶୋଇପଡ଼ିବୁ, ଭାବିବୁ ବହୁତ ଲାଇଫ୍ ବହୁତ ସୁନ୍ଦର, କିଛି ଝଡ଼ଝଞ୍ଜା ନାହିଁ, କିଛି ହେଉନାହିଁ, ବହୁତ ସୁନ୍ଦର, ଆଉ ମାଆଙ୍କର ଗ୍ରେସ୍ ଆମ ସହିତ ଅଛି। ଏମିତି ଆମର ଅନୁଭବ ହେବ। ଡେଲାଇଟ୍ ଇଜ୍ ଦ ବିଗିନିଂ ଏଣ୍ଡ ଡେଲାଇଟ୍ ଇଜ୍ ଦି ଏଣ୍ଡ। ପେନ୍ କ୍ୟାନ୍ ବି ଏକ୍ସପିରିଏନ୍ସ। ଏଇ ପେନ୍ଟି କାହିଁକି ଆସେ ନା ସବୁବେଳେ ଏକ୍ସପିରିଏନ୍ସ ଆମକୁ ନେବା ପାଇଁ। ଯଦି ଆମର ଗୋଟେ ସକ୍ସେସ୍ର ଯଦି ଜାଗତିକ କ୍ଷେତ୍ରରେ ହେଉ କି ସ୍ପିରିଚୁଆଲ କ୍ଷେତ୍ରରେ ହେଉ, ଯଦି ଆମେ ଗୋଟେ ଷ୍ଟୋରି ଆମ ଲାଇଫରେ ତିଆରି ହୁଏ, କେମିତି ଆମେ ଅଗ୍ରଗତି କଲୁ, କେମିତି ଏ ସୋପାନରେ ପହଞ୍ଚିଲୁ, ଦେଖିବେ ସବୁ ମହାପୁରୁଷ ହେଉ, ସବୁ ଯୋଗ ସାଧକ ଯୋଗୀ ସମସ୍ତଙ୍କର ଦେଖନ୍ତୁ କେତେ ତାଙ୍କ ଭିତରେ କେତେ ସିଡ଼ି, କେତେ ପେନ୍, କେତେ କ'ଣ ଭିତରେ ଦେଇ ଆସିଛନ୍ତି। ସେ କାହାଣୀରୁ ତାଙ୍କର ପରାକାଷ୍ଠା ଜଣାପଡ଼େ। ଅର୍ଥାତ୍ ସେ କାହାଣୀ କେମିତି ରଚନା ହେବ, ସେଠି ଇତିହାସ କେମିତି ସୃଷ୍ଟି ହେବ ଯଦି ତାଙ୍କର ସେମିତି କିଛି ଜୀବନ ଭିତରେ ଅସୁବିଧା ନାହିଁ। ତେଣୁ ସମସ୍ତଙ୍କ ପାଖରେ ଅସୁବିଧା ହିଁ ଆସିଛି। କାହିଁକି ନା ଯେତେବେଳେ ଆନନ୍ଦ ଆସୁଥାଏ ସେତେବେଳେ ଦୁଃଖର ମୁକୁଟ ପିନ୍ଧିକି ଆସୁଥାଏ। ଆମକୁ ଦେଖାଯିବ ଏ ଦୁଃଖର ମୂର୍ତ୍ତି ଆସୁଛି, କିନ୍ତୁ ତା ପଶ୍ଚାତରେ ଆନନ୍ଦ ରହିଥାଏ। ତେଣୁ ଗଡ୍ ୟୁଜେସ୍ ପେନ୍ ଆଣ୍ଡ ସଫରିଂ ଏଜ୍ ଏ ଟୁଲ୍ ଟୁ ହେଲ୍ପ ମେନ୍ ଟୁ କରେକ୍ଟ ୱିଥ୍ ଡିଭାଇନ୍ କନସିୟସନେସ୍। ଇଏ ଗୋଟେ ଟୁଲ୍ ତାଙ୍କର, ଭଗବାନଙ୍କର ଗୋଟେ ଟୁଲ୍। ଯେମିତି ଆମେ ଗୋଟେ ନଟ୍ ବୋଲ୍ଟ ତାକୁ ଆଣ୍ଟିବା ପାଇଁ ଆମକୁ ଗୋଟେ ରେଞ୍ଚିଟିଏ ଦରକାର, ଗୋଟେ ପ୍ଲାସଟିଏ ଦରକାର, ନହେଲେ କେମିତି ହେବ? ସେମିତି ଟୁଲ୍ସ ହେଲେ ସିନା କାମ ହେବ, କାଟିବା ପାଇଁ କରଟିଏ ଦରକାର। ଠିକ୍ ସେଇଭଳି ଭଗବାନ ଆମକୁ ପେନ୍ ଆଣ୍ଡ ସଫରିଂ ଗୋଟିଏ ଟୁଲ୍ ଭାବରେ ବ୍ୟବହାର କରୁଛନ୍ତି ଆମକୁ ହେଲ୍ପ କରିବା ପାଇଁ ମଣିଷମାନଙ୍କୁ। କାହିଁକି? ଟୁ କନେକ୍ଟ ୱିଥ୍ ଦି ଡିଭାଇନ୍ କନସିୟସନେସ୍। କାହିଁକି ନା ଆମେ ବିସ୍ମୃତ ହେଇଯାଉଛୁ। ଡିଭାଇନ୍ କନସିୟସନେସ୍ ଦିବ୍ୟ ଚେତନା ସହିତ ଆମର ବରାବର ଯେମିତି ସଂଯୋଗ ରହିବ, ସେଥିପାଇଁ ସିଏ କନେକ୍ଟ କରୁଛନ୍ତି ଏବଂ ଆମର ତ୍ରୁଟିକୁ ମଧ୍ୟ ସେ କରେକ୍ଟ କରୁଛନ୍ତି ତାହାରି ଜରିଆରେ। ଶ୍ରୀ ଅରବିନ୍ଦ assures us that when the divine gives us a task, we are also blessed with all that is needed to execute it to perfection। ତେଣୁ ଶ୍ରୀ ଅରବିନ୍ଦ ସବୁବେଳେ ଆମକୁ ଏକ ଆଶ୍ୱାସ ଦେଉଛନ୍ତି ଯେ ଯେତେବେଳେ ଡିଭାଇନ୍ ଆମକୁ କିଛି ଗୋଟେ ୱାର୍କ ଦେଉଛନ୍ତି, ଗୋଟେ ଟାସ୍କ ଦେଉଛନ୍ତି, ସେଥିପାଇଁ ଆମେ ୱି ଆର୍ ଅଲସୋ ଭେରି ବ୍ଲେସ୍ଡ ୱିଥ୍ ଅଲ୍ ଦ୍ୟାଟ୍। ଏହା ଦରକାର କେମିତି ଆମେ ପରଫେକ୍ସନ୍ ହେବ ଏବଂ
ଆମେ ବେଳେବେଳେ ଭାବୁ, ନାରଦ ମଧ୍ୟ ମହାକାବ୍ୟ ସାବିତ୍ରୀରେ କହିଛନ୍ତି, କ'ଣ ସୂର୍ଯ୍ୟ କ'ଣ ସ୍ୱପ୍ନ ରାତି ଅଛି ବୋଲି, ରାତିରେ ହେଇଛି ବୋଲି କ'ଣ ସୂର୍ଯ୍ୟ ସ୍ୱପ୍ନ? ସୂର୍ଯ୍ୟ ଆରପାରରେ ଅଛି। ପ୍ରତି ରାତ୍ରି ପରେ ଉଷା ଆସୁଛି ଏବଂ ସବୁ ଉଷା ନୂଆ ନୂଆ କଥା ନେଇକି ଆସୁଛି। ତେଣୁ ମରଣଶୀଳତାର ହୃଦୟ ଭିତରେ ମଧ୍ୟ ଶ୍ୱାସ ତ ବଞ୍ଚି ରହିଛି, ଆଉ ସିଏ ତୁମର ଅନ୍ତରାତ୍ମର ଗୁହା ଭିତରେ ସେ ଜୀବନ୍ତ। ସେଠାରେ ଏକ ଆଲୋକ ଜଳୁଛି। କେଉଁ ବେଦନା କେଉଁ ଶୋକର ମାର୍ଗ ତାକୁ ଅତିକ୍ରମ କରେ ନା। ଆନନ୍ଦ ସହ ସେହି ଏକର ଗର୍ଭରୁ ଏହି ରୁଦ୍ର ଶକ୍ତି ଆସିଛି ଏବଂ ପ୍ରାଣର ବକ୍ଷ ତଳେ ଏହା ତାର ସେହି ଯମଜ ସହୋଦରକୁ ଲୁଚାଇ ସେ ଜନ୍ମ ନେଇଛି। ମାତ୍ର ପ୍ରଥମେ ବେଦନା, ତାପରେ କେବଳ ଆନନ୍ଦ ଆସିପାରିବ। ବେଦନା କର୍ଷଣ କରିଥାଏ ବିଶ୍ୱ ନିଦ୍ରାର ଆଦି ଭୂମି ତଳକୁ ଏବଂ ଦୁଃଖକୁ ଧରି ହିଁ ଚିନ୍ମୟ ସତା ମୂର୍ତ୍ତିକା ଭିତରୁ ଯାତ୍ରା ଆରମ୍ଭ କରିଛି। ଦୁଃଖକୁ ଧରି ଜୀବନ ଗଭୀର ଅତଳ ଚେତନା ଗହ୍ୱରରେ ପ୍ରାଣ ଚଞ୍ଚଳ ହୋଇଛି। ଦୁଃଖ ଆଉ ସୁଖ, ଶୁଭ୍ର ଆଉ କୃଷ୍ଣ, ଏହି ଯମଜକୁ ଆଶ୍ରୟ କରି ନିଷ୍ପ୍ରାଣ ଜଗତ ତାର ପ୍ରାଣପୁରୁଷର ଅନୁଭବ ପ୍ରାପ୍ତ ହୁଏ। ସେଥିପାଇଁ ବେଦନା ଦେବତାମାନଙ୍କର ଏକ ହାତୁଡ଼ି, ମଣିଷ ହୃଦୟ ଭିତରେ ମୃତ କଠିନ ବାଧାକୁ, ଜୀବନ୍ତ ପ୍ରସ୍ତର ଭଳି ମନ୍ଥର ଜଡ଼ତାକୁ ଭାଙ୍ଗି ଦେବା ପାଇଁ ଦେବତାମାନଙ୍କର ଇଏ ଏକ ହାତୁଡ଼ି। ହୃଦୟକୁ ଯଦି ଅଭାବବୋଧ ଆଉ କ୍ରନ୍ଦନର ଆବେଗ ପାଇଁ ବାଧ୍ୟ କରା ହୁଅନ୍ତା ନାହିଁ, ତାର ଅନ୍ତରାତ୍ମା ସହଜ ତୃପ୍ତିର ଆରାମରେ ଶୋଇପାରନ୍ତା। କେବେ ସେ ସୂର୍ଯ୍ୟମୟ ହୋଇ ଉଠି ଚାଲିବାକୁ ଶିଖନ୍ତା ନାହିଁ। ତେଣୁ ଇଏ ଅନିର୍ପାରିଯ୍ୟ। ସେଥିପାଇଁ ତାକୁ ଇଏ ଯାତନା ଦିଆଯାଉଛି। ପିଲାଟିକୁ ଯଦି ଆମେ ବାଧ୍ୟ ନ କରନ୍ତେ, ସେ ସ୍କୁଲ ଛୋଟ ପିଲାଟିଏ, କୁନି କୁନି ଜନ୍ମରୁ ସିଏ ପିତା ମାତା ଜେଜେବାପା ଜେଜେମା କୋଳରେ ବଢ଼ି ଚାଲିଛି। ତେଣୁ ସିଏ ଏତେ ଆନନ୍ଦ ଏତେ ସୁଖ ଭିତରେ ରହିଛି। ଯେତେବେଳେ ସେଥିରୁ ତାକୁ ଡିଟାଚ୍ କରାହେଇକି ସ୍କୁଲକୁ ପଠାଯାଉଛି, ସିଏ ଭାବୁଥିବେ ଏମାନେ ମୋର ଶତ୍ରୁ ହେଇ ଉଠିଲେ, ଏତେ ଦିନ ଯାଏଁ ମୋତେ ଗେଲ କରୁଥିଲେ, ଖୁସି କରୁଥିଲେ, ଆଜି କାହିଁ ପଠାଇ ଦେଉଛନ୍ତି, ମୋତେ ବୋଧେ ଭଲ ପାଉନାହାନ୍ତି। କିନ୍ତୁ ତାଙ୍କ ପଶ୍ଚାତରେ ପିଲାଟିଏ ପାଠ ପଢ଼ିବ, ବଡ଼ ହେବ, କେତେ କ'ଣ ଜାଣିବ, ସେଥିପାଇଁ ସେମାନେ ଡିଟାଚ୍ କରୁଛନ୍ତି। ଏ ରହସ୍ୟଟିକୁ ପିଲା ଜାଣିନି। ଯେତେବେଳେ ବଡ଼ ହେବ, ଓହୋ ଏଇଥିପାଇଁ ଆମକୁ ଦିଆ ହେଉଥିଲା। ତାର ଗୋଟେ ଅସୁବିଧା ପାଇଁ ତାକୁ ଇଞ୍ଜେକ୍ଟ କରାହେଉଛି, ସେ କଷ୍ଟ ହେଉଛି। ମାଡ଼ି ବସିକି ଡାକ୍ତର ଏବଂ ବାପା ମା ତାକୁ ଧରିଛନ୍ତି, ହାତଟି କଟିଯାଇଛି, ଟିଟାନସ୍ ଦିଆଯିବ। ସେ ଭାବୁଛି ଏମାନେ ନିଷ୍ଠୁର କାହିଁକି ହେଇଛନ୍ତି, ମୋତେ ଇଞ୍ଜେକ୍ସନ୍ କାହିଁ ପଡ଼ୁଛନ୍ତି। କିନ୍ତୁ ସେ ଇଞ୍ଜେକ୍ସନ୍ ପଶ୍ଚାତରେ ଅଛି କ'ଣ ନା ତାର ଭଲ ପାଇଁ। ସେ ଠିକ୍ ସେଇଭଳି ଆମର ଇଗ୍ନୋରାନ୍ସ, ଆମର ଅଜ୍ଞତା ଭିତରେ ଆମେ ଜାଣିପାରୁନି, ହେ ପ୍ରଭୁ ମୋତେ ଏତେ ଯାତନା କାହିଁକି ଦେଉଛ, ଏତେ ଯନ୍ତ୍ରଣା କାହିଁକି ଦେଉଛ, ମୁଁ କ'ଣ ତୁମର ଶତ୍ରୁ? କିନ୍ତୁ ଯେତେବେଳେ ସେ ରହସ୍ୟକୁ ଆମେ ଭେଦ କରିଯିବା, ସିଏ ଆମର ଶତ୍ରୁ ନୁହେଁ, ଆମର ଅଗ୍ରଗତିର ପାଇଁ ଏସବୁ ଗୁଡ଼ିକ ଦେଉଛନ୍ତି, ସେତେବେଳେ ତାଙ୍କୁ ଆମେ ଭୁଲ ବୁଝିବା ନାହିଁ। ତେଣୁ ଏ ଅଜ୍ଞାନତା ପାଇଁ ଆମେ ଶୋଇ ରହିଥିବା, ତାକୁ ସୁଖ ବୋଲି ଭାବୁଥିବା। ଯେତେବେଳେ କିଛି ଝଡ଼ଝଞ୍ଜା ନାହିଁ, ସେତେବେଳେ ଭାବୁଥିବା ଯେ ଆମର ଜୀବନ ସୁରୁଖୁରୁରେ ଚାଲିଛି, ଆମେ ଆନନ୍ଦରେ ହିଁ ଅଛୁ। କିନ୍ତୁ ଦ୍ୟାଟ୍ ଇଜ୍ ରଙ୍ଗ। ଯେତେବେଳେ ଯାତନା ଆସୁଛି, ମାଡ଼ ଆସୁଛି, ଆଘାତ ଆସୁଛି, ସେତେବେଳେ ହିଁ ଆମର ପ୍ରଗତି ଚାଲିଛି। ଆପଣ କହନ୍ତୁ ନା, ଯେତେବେଳେ ଆପଣ ଜୋରରେ ଗାଡ଼ି ଚଲାଇବେ, କେମିତି ଦେହରେ ପବନ ବାଜିବ ନାହିଁ? ଯେତେ ସ୍ପିଡ୍ ଗାଡ଼ି ଚାଲିବ, ସେତେ ବେଗରେ ଆପଣଙ୍କ ଭିତରେ ପବନ ବାଧା ଆସିବ। ତାମାନେ ଆପଣ ଅଗ୍ରଗତି କରୁଛନ୍ତି, ସେ ବାଧା ଆପଣଙ୍କୁ ସୁଝେଇ ଦେଉଛି। ଯଦି ଆପଣଙ୍କ ଦେହରେ କିଛି ପବନ ବାଜୁନାହିଁ, ଆପଣ ସ୍ଥିର ନିଶ୍ଚଳ ହେଇକି ରହିଛନ୍ତି, ତାହେଲେ ଆପଣ ସେଇ ଜାଗାରେ ଠିଆ ହେଇଛନ୍ତି, ଆପଣଙ୍କର ଅଗ୍ରଗତି ହେଉନାହିଁ। ଠିକ୍ ଏକ୍ଜାକ୍ଟ ଏଇଭଳି ଆମର ଏଇ ସ୍ପିରିଚୁଆଲ କ୍ଷେତ୍ରରେ ମଧ୍ୟ ଆମର ବାଧା ଗୁଡ଼ିକ ଆସିବ ଆମ ଯୋଗ କ୍ଷେତ୍ରରେ, ତାହେଲେ ଆମର ଅଗ୍ରଗତି ସମ୍ଭବ ହେବ। ଯଦି ଆମେ ମାଙ୍କର ଚିରନ୍ତନୀରେ ମଧ୍ୟ ଦେଖିବା, ସେଥିରେ ଲେଖୁଛନ୍ତି ଯେ ସାହସ ଓ ତିତିକ୍ଷାର ସହିତ ଓ ଭଗବାନଙ୍କ ଉପରେ ଅବିଚଳିତ ବିଶ୍ୱାସର ସହ ଯଦି ତୁମେ ଯନ୍ତ୍ରଣାର ସମ୍ମୁଖୀନ ହୋଇପାର, ଯଦି ଜଣେ ପାରେ ଯନ୍ତ୍ରଣା ଆସିଲେ ସେଥିରୁ ପଳାୟନ କରି ତା ମଧ୍ୟକୁ ଏହି ସଂକଳ୍ପ, ଏହି ଅଭିପ୍ସା ନେଇ ପ୍ରବେଶ କରିବ ଯେ ମୁଁ ତାହାରି ଭିତରେ ଦେଇ ଯିବି ଏବଂ ଶେଷରେ ସବୁକିଛିର ମର୍ମରେ ଥିବା ସେହି ଜ୍ୟୋତିର୍ମୟ ସତ୍ୟ ତଥା ଅନୁପମ ଆନନ୍ଦକୁ ଖୋଜି ପାଇବି। ଅନେକ ସମୟରେ ଯନ୍ତ୍ରଣାର ଦ୍ୱାର ସନ୍ତୋଷ ଆଉ ସୁଖର ଦ୍ୱାର ଅପେକ୍ଷା ଅଧିକ ସିଧା ଏବଂ ତ୍ୱରିତ। ଇନ୍ଦ୍ରିୟ ସୁଖ ହେଉଛି ପ୍ରତାରଣାମୂଳକ ଏକ ବିକୃତ ଛଦ୍ମବେଶ, ଯିଏକି ସାଧାରଣ ବ୍ୟକ୍ତିମାନେ ସେ ଇନ୍ଦ୍ରିୟ ସୁଖରେ ହିଁ ମାତିଥାନ୍ତି। ସିଏ କହନ୍ତି ଏଇଟା ହିଁ ସୁଖ, ଘର ଦ୍ୱାର ଗାଡ଼ି ଘୋଡ଼ା ପିଲା ଛୁଆ, ଆ ଭିତରେ ଭୁଲି ଯାଆନ୍ତି ଭଗବାନଙ୍କର ଆବଶ୍ୟକତା କ'ଣ ଅଛି। କାହିଁକି ଏଇ ସୁଖରେ ହିଁ ସେମାନେ ମସଗୁଲ ଥାନ୍ତି, ଯାହାକି ଆମକୁ ଲକ୍ଷ୍ୟଠାରୁ ଦୂରେଇ ନିଏ। ଯେଉଁ ଲକ୍ଷ୍ୟ ନେଇ ପୃଥିବୀ ପୃଷ୍ଠରେ ଆମେ ଆସିଛେ, ଯେଉଁ ଅଙ୍ଗୀକାରବଦ୍ଧ ହେଇ ଆସିଛେ, ଭଗବାନ ପାଖରେ ଯେଉଁ କଥା ଦେଇଛେ, ତାଠାରୁ ଅନେକ ଦୂରକୁ ଆମେ ଚାଲିଯାଉ। ଯଦି ଆମେ ସତ୍ୟ ପାଇବାକୁ କୃତ ସଂକଳ୍ପ, ତେବେ ଏହିଭଳି ସୁଖ ସନ୍ତୋଷ ପାଇବା ପାଇଁ ନିଶ୍ଚୟ ଇଚ୍ଛା କରିବା ନାହିଁ। ଅବା ଭାଇମାନଙ୍କୁ ଏଇଠି ଅନୁରୋଧ, ଆପଣମାନେ ପଢ଼ୁଛନ୍ତି ଜାଣୁଛନ୍ତି, ତେଣୁ ଏହିଭଳି ସୁଖ ସନ୍ତୋଷ ପାଇଁ ଆମେ କେବେ ଇଚ୍ଛା କରିବା ନାହିଁ। ଆମ ଆଗରେ ଅନେକ
ଆଠାରୁ ଅଧିକ ବିୟଣ୍ଡ ଏ ସୁଖ ରହିଛି। ତଥାକଥିତ ସୁଖ ଶାନ୍ତି ଓ ମୌଜ ମଜଲିସ୍ ଆମକୁ ବାଷ୍ପ ଭଳି କରିଦିଏ। ଏହା ଆମକୁ ଠକି ଦିଏ ଏବଂ ଆମକୁ ନଷ୍ଟ ଆଡ଼କୁ ନେଇଯାଏ। ଯନ୍ତ୍ରଣା ହିଁ ଆମକୁ ଏକ ଗଭୀରତର ସତ୍ୟ ଉପଲବ୍ଧିର ସାହାଯ୍ୟ କରେ। ଆମକୁ ଆମର ମନକୁ ସହିଷ୍ଣୁ କରି ସତ୍ୟ ଉପରେ ଏକାଗ୍ର କରାଏ। ଯାହା ଆମକୁ ମାଡ଼ି ମକଚି ଦେବାକୁ ଚାହୁଁଛି ତାହା ସହିତ ମୁହାଁମୁହିଁ ହେବାକୁ ସକ୍ଷମ କରାଏ। ଜଣେ ଯେତେବେଳେ ଦୃଢ଼ ଥାଏ ସେତେବେଳେ ଯନ୍ତ୍ରଣା ଭିତରେ ହିଁ ଜଣେ ତାର ପ୍ରକୃତ ଶକ୍ତିକୁ ସହଜରେ ପୁଣି ପ୍ରାପ୍ତ ହୋଇଥାଏ। ଏହି ଯନ୍ତ୍ରଣା ଭିତରେ ହିଁ ତୁମେ ତୁମର ଯଥାର୍ଥ ବିଶ୍ୱାସକୁ ସହଜରେ ପୁଣି ଫେରି ପାଇବ। ତାହା ହେଉଛି ଏହିପରି କିଛି ବିଶ୍ୱାସ ଯାହା ସବୁ ପ୍ରକାର ଦୁଃଖ ଯନ୍ତ୍ରଣାର ବହୁ ଉର୍ଦ୍ଧ୍ୱରେ। ପୁଣି ମା ଅନ୍ୟତ୍ର କହୁଛନ୍ତି, ଯେଉଁମାନେ ଦିବ୍ୟ ପୂର୍ଣ୍ଣତା ପାଇଁ ଆସ୍ପୃହା କରନ୍ତି ସେମାନେ ଜାଣନ୍ତି ଯେ ପରମପ୍ରଭୁ ଅସୀମ ପ୍ରେମ ଓ କରୁଣାରେ ଯେଉଁ ଆଘାତ ଗୁଡ଼ିକ ଦେଇଥାନ୍ତି ତାହା ହେଉଛି ଆମକୁ ଆଗେଇ ନେବାର ନିଶ୍ଚିତତମ ଏବଂ କ୍ଷିପ୍ରତମ ମାର୍ଗ। ଆଘାତ ଯେତେ କଠିନ ହୁଏ ସେତେ ସେତେ ପ୍ରଭୁଙ୍କ ଦିବ୍ୟ ପ୍ରେମର ମହତ୍ଵ ଅନୁଭବ କରିହୁଏ। ବିପରୀତ ପକ୍ଷରେ ସାଧାରଣ ମଣିଷମାନେ ଈଶ୍ୱରଙ୍କୁ ଏକ ସହଜ ସୁଖକର ଏବଂ ସଫଳ ଜୀବନ ମାଗୁଥାନ୍ତି। ପ୍ରତ୍ୟେକ ବ୍ୟକ୍ତିଗତ ସୁଖ ଶାନ୍ତି ଓ ସନ୍ତୋଷରେ ଏହି ଲୋକମାନେ ପ୍ରଭୁଙ୍କର କୃପା ଦେଖିଥାନ୍ତି। କିନ୍ତୁ ବିପରୀତରେ ଯଦି ସେମାନେ ଜୀବନରେ କୌଣସି ସମୟରେ ଅସୁଖ ଏବଂ ଦୁର୍ଭାଗ୍ୟର ସମ୍ମୁଖୀନ ହୁଅନ୍ତି ସେମାନେ ଅଭିଯୋଗ କରି କୁହନ୍ତି, ହେ ଈଶ୍ୱର ତୁମେ ମୋତେ ଭଲ ପାଅ ନାହିଁ, ତାହା ନହେଲେ ମୁଁ ଏତେ କଷ୍ଟ ପାଉଥାନ୍ତି। ସାଧକ ପକ୍ଷରେ ଏହିଭଳି ମନୋଭାବ ଅତ୍ୟନ୍ତ ସ୍ଥୂଳ ଏବଂ ଅଜ୍ଞତାପୂର୍ଣ୍ଣ। ଏହା ବଦଳରେ ଶ୍ରୀ ଅରବିନ୍ଦ ସେହି ଦିବ୍ୟ ପ୍ରେମିକକୁ ପ୍ରାର୍ଥନା କରି କହୁଛନ୍ତି, ହେ ପ୍ରିୟତମ ଯେତେ ଯେତେ ଆଘାତ ଦେଉଛ ଦିଅ, ଆହୁରି ବେଶୀ କରି ଆଘାତ ଦିଅ। ଏହି କଠିନ ଆଘାତ ଭିତରେ ହିଁ ମୁଁ ଯେପରି ମୋ ପ୍ରତି ତୁମ ପ୍ରେମର ଗଭୀରତା ଅନୁଭବ କରେ। ସେଥିପାଇଁ ଅନ୍ୟତ୍ର ପୁଣି ମା କହୁଛନ୍ତି, ପ୍ରହାର ଆବଶ୍ୟକ। କାହିଁକି ନା ନିଷ୍ଠାପର ହେବା ଭାରି କଷ୍ଟକର। ସେଥିପାଇଁ ତ ଆମ ଜୀବନରେ ଆଘାତ ଓ ପ୍ରହାରରୁ ବଢ଼ି ବଢ଼ି ଚାଲେ। ବେଳେବେଳେ ଏହି ଆଘାତ ଭୟଙ୍କର ହୁଏ, କାରଣ ଆମର ନିର୍ଭଦତା ଭାଙ୍ଗିବା ଲାଗି ତାହା ହିଁ ଏକମାତ୍ର ଜିନିଷ। ଏହା ହିଁ ହେଲା ଝଡ଼ଝଞ୍ଜା ଗୁଡ଼ିକର କାରଣ। ଯେତେବେଳେ ତୀବ୍ର ଯନ୍ତ୍ରଣାପୂର୍ଣ୍ଣ ପରିସ୍ଥିତି ପଡ଼ିଥାଅ ପ୍ରକୃତରେ ଏପରି କିଛିର ସମ୍ମୁଖୀନ ହୋଇଥାଅ ଯାହାକି ତୁମକୁ ଗଭୀର ଭାବେ ଆଘାତ ଦେଇଛି, ଆଉ ସେତିକି ବେଳେ ହିଁ ତୁମେ ନିର୍ଭଦତା କିଛି ପରିମାଣରେ ବିଗଳିତ ହୁଏ ଏବଂ କିନ୍ତୁ ତୁମେ ଯାହା କହିଲ ତାହା ଭିତରେ କିଛି ତରଳିଲା ପରେ ବି ପୁଣି ଟିକେ କେଉଁଠି କେଉଁ କୋଣରେ ଲାଗି ରହିଥାଏ। ସେଥିପାଇଁ ତ ଏକ ଦୀର୍ଘସ୍ଥାୟୀ ହୁଏ। ତୁମେ ତୁମ ଜୀବନର କେତେ ମାଡ଼ ଖାଇବା ଦରକାର ଯାହାଫଳରେ କି ତୁମେ ତୁମ ଚେତନାର ଗଭୀରତାରେ ବୁଝିପାରିବ ଯେ ତୁମେ କିଛି ନୁହଁ। ଈଶ୍ୱରଙ୍କ ଚେତନା କୃପା ବ୍ୟତୀତ ଆଉ କାହାର କିଛି ଅସ୍ତିତ୍ୱ ହିଁ ନାହିଁ। ଯେଉଁ ମୁହୂର୍ତ୍ତରେ ତୁମେ ଏହା ଜାଣିବ ସେହି ମୁହୂର୍ତ୍ତରେ ଏସବୁର ପରିସମାପ୍ତି ଘଟିବ ଏବଂ ସବୁ ବିପଦ ସବୁ ଅସୁବିଧା ଚାଲିଯିବ। ଆଉ ଯେତେବେଳେ ତୁମେ ଏଇ କଥା ପୂର୍ଣ୍ଣାଙ୍ଗ ଭାବରେ ବୁଝିଯିବ, ହୃଦୟଙ୍ଗମ କରିଯିବ, ସେତେବେଳେ ଆଉ ପ୍ରତିରୋଧ ରହିବ ନାହିଁ। କିନ୍ତୁ ସେହି ମୁହୂର୍ତ୍ତ ଆସିବା ପର୍ଯ୍ୟନ୍ତ ଏହା ବହୁତ କାଳକ୍ଷେପଣ କରିଥାଏ। ତ ମା କହନ୍ତି, ତୁମ ଆଗରେ ବା ତୁମ ଭିତରେ ବାଧାବିଘ୍ନ ଯେତିକି ରହିଛି ସେହି ଅନୁପାତରେ ଈଶ୍ୱରଙ୍କର କୃପା ମଧ୍ୟ ତୁମକୁ ଘେରି ରହିଛି। ତେଣୁ ଏହି ବାକ୍ୟଟି ଜାଣିଲା ପରେ ଆମେ କାହିଁକି ଭୟଭୀତ ହେବା, ଆମେ କାହିଁକି ଛାନିଆ ହେବା, ଆମେ କାହିଁକି ଆମ ଯନ୍ତ୍ରଣାକୁ ବେଶୀ ଭାରି ଅନୁଭବ କରିବା। ଅର୍ଥାତ୍ ଆମେ ଜାଣିଛେ ଏ ଆସୁଛି, ଆଉ ପଶ୍ଚାତରେ ମଧ୍ୟ ସେତିକି ପରିମାଣ ଈଶ୍ୱରଙ୍କର କୃପା ମଧ୍ୟ ରହିଛି। ଏ ଯନ୍ତ୍ରଣା ଆସିବା କାହିଁକି ଏସବୁ ରହିଛି, ଆଉ ଗୋଟିଏ କାହାଣୀ ଟିକେ ଆମେ ଆଲୋଚନା କଲେ ମଧ୍ୟ ବୁଝିପାରିବା। ଥରେ ଜଣେ ବ୍ୟକ୍ତି ସିଏ ସେଲୁନ୍କୁ ଗଲେ ତାଙ୍କର ବାଳ କାଟିବା ପାଇଁ ଏବଂ ଯେତେବେଳେ ସିଏ ସେଲୁନ୍ ମଧ୍ୟକୁ ପ୍ରବେଶ କଲେ ସେତେବେଳେ ବାରିକ ତାଙ୍କୁ ଚେୟାରରେ ବସେଇ ତାଙ୍କର କାର୍ଯ୍ୟ ଆରମ୍ଭ କଲା। ଆଉ ଏଇ ଭିତରେ ଅନେକ କାହାଣୀ ସବୁ ବାରିକ ମାନେ ସବୁ କହୁଥାନ୍ତି। ଏଠି ବି ସେମିତି ସେ କହୁଥିଲା। କେତେବେଳେ ରାଜନୀତି ଚର୍ଚ୍ଚା, କେତେବେଳେ ଅନ୍ୟାନ୍ୟ ଚର୍ଚ୍ଚା, କେତେବେଳେ ସ୍ପିରିଚୁଆଲ ଚର୍ଚ୍ଚା, ଏମିତି ସବୁ ହୁଏ କଥା ପ୍ରସଙ୍ଗରେ ସେ କହୁଥିଲା ଯେ ଭଗବାନ ନାହାନ୍ତି। କାହିଁକିନା ଯଦି ଭଗବାନ ଥାଆନ୍ତେ ତାହେଲେ ଏତେ ସବୁ ଅସୁବିଧା ଦୁଃଖ ଯାତନା କାହିଁକି ଦୁନିଆରେ ଭରି ରହିଥାନ୍ତା। ତେଣୁ ଭଗବାନ ବୋଲି କିଛି ଇଏ ନାହିଁ। ବିଚାରୀ ଇଏ ଜଣେ ଆମର ମାତୃଭକ୍ତ ଭଳିଆ ଜଣେ ଈଶ୍ୱର ବିଶ୍ୱାସୀ ବ୍ୟକ୍ତି ଯିଏ ବାଳ କାଟୁଥିଲେ, ସେ କ'ଣ ବା ତାଙ୍କ ସହିତ ଯୁକ୍ତି କରିବେ। ଜଣେ ଈଶ୍ୱର ନାହାନ୍ତି ବୋଲି କହୁଛନ୍ତି। ସେ ଚୁପଚାପ ରହିଲେ ଏବଂ ଉତ୍ତର ଦେଲେନି, ସିଏ ତାଙ୍କର କହି ଚାଲିଥିଲେ।
ତାପରେ ସେ ତାଙ୍କର ବାଳ ଆଉ ଦାଢ଼ି କାଟିବା ସରିଲା ଏବଂ ପଇସା ପତ୍ର ଦେଇ ସେ ବାହାରକୁ ଆସିଲେ ଷ୍ଟ୍ରିଟ୍ରେ ଦେଖିଲେ ଜଣେ ବ୍ୟକ୍ତିଙ୍କୁ ଯାହାଙ୍କର ଲମ୍ବା ବାଳ ଅଛି ଏବଂ ଅସଜଡ଼ା, ଅନେକ ଦିନରୁ କଟା ହୋଇନାହିଁ, ଦାଢ଼ି ମଧ୍ୟ ସେହିଭଳି ଅସ୍ତବ୍ୟସ୍ତ ହୋଇକି ରହିଛି ଏବଂ ଦୁର୍ଗନ୍ଧ ବାହାରୁଛି। ହଠାତ୍ ତାଙ୍କୁ ଦେଖିସାରିଲା ପରେ ଇଏ ଫେରି ଆସିଲେ ପୁଣି ସେ ସେଲୁନ୍ ଭିତରକୁ ଏବଂ ବାରିକଙ୍କୁ ଦେଖି କହିଲେ, ବୁଝିଲ ନା କ'ଣ ନା ବାରିକ ଦୁନିଆରେ ନାହାନ୍ତି। ସେ କହିଲା, ଆରେ ଇ କି କଥା, କିଏ କହିଲା ବାରିକ ନାହାନ୍ତି? ମୁଁ ପରା ତୁମ ସାମ୍ନାରେ ଅଛି, ଏବେ ଟିକେ ଆଗରୁ ତୁମର ବାଳ କାଟିଲି, ଆଉ ବାରିକ କ'ଣ ଦୁନିଆରେ ନାହାନ୍ତି? ନା 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 ବାରିକ ଦୁନିଆରେ ତ ନାହାନ୍ତି। ଆଉ କେମିତି କଥା ଆପଣ କହୁଛନ୍ତି ବାରିକ ଦୁନିଆରେ ନାହାନ୍ତି? ନା ଦେଖନ୍ତୁ, ଯଦି ବାରିକ ଦୁନିଆରେ ଥାଆନ୍ତା ଏଇ ବ୍ୟକ୍ତିର ବାଳ ଏତେ ଲମ୍ବା ହେଲା କେମିତି? ତା ଦାଢ଼ି କାହିଁକି ଏପର୍ଯ୍ୟନ୍ତ ବଢ଼ିଯାଇଛି? ସେଠୁ ବାରିକ କହୁଛନ୍ତି, ସେଥିରେ ମୋର କ'ଣ ଦୋଷ? ସିଏ ଯଦି ମୋ ସେଲୁନ୍କୁ ଆସିଥାନ୍ତି ସିନା ମୁଁ କାଟିଥାନ୍ତି, ସିଏ ଯଦି ନ ଆସିବ ମୁଁ କାଟିଥାନ୍ତି କେମିତି କାଟିବି? ଏକ୍ଜାକ୍ଟଲି ସେ ଉତ୍ତର ଦେବା ପାଇଁ ଏଇ ପ୍ରସଙ୍ଗରେ ବାବୁ ଜଣକ ବାରିକକୁ ବୁଝେଇ ଦେଲେ ଯେ ଭଗବାନ ଅଛନ୍ତି, ଆମେ ତାଙ୍କୁ ଆବିଷ୍କାର କରିବା ପାଇଁ ତାଙ୍କୁ ଖୋଜିନୁ, ତାଙ୍କୁ ଲୋଡ଼ିନୁ, ଆମ ଯନ୍ତ୍ରଣାର ଆମ ବେଦନାର ଉପସଂହାର ହେବ ଏଥିପାଇଁ ଆମେ ତାଙ୍କୁ ଲୋଡ଼ିନୁ। ସେଥିପାଇଁ ଆମେ କହୁଛୁ କ'ଣ ନା ଭଗବାନ ନାହାନ୍ତି। ତମେ ଯେମିତି କହୁଛ ଥାଇକି ସିଏ କାହିଁକି ଆସିଲାନି, ତାହେଲେ ମୁଁ କରିଥାନ୍ତି, ସେମିତି ଭଗବାନଙ୍କ ପାଖକୁ ତମେ ଯାଇଛ କି? ଭଗବାନ ତମେ ଖୋଜୁଛ କି? ତାହେଲେ ନ ଖୋଜିକି କେମିତି କହିବୁ ଯେ ଭଗବାନ ନାହାନ୍ତି ବୋଲି? ଅର୍ଥାତ୍ ଏଇ ଇଗ୍ନୋରାନ୍ସ, ଏଇ ଅଜ୍ଞତା ହିଁ ଆମକୁ ଆଜି ଯାତନା ଦେଉଛି। ଯଦି ଏଇ ଆମର ନଲେଜ ଥାନ୍ତା, ଯଦି ଆମର ଜ୍ଞାନ ଥାନ୍ତା ଭଗବାନ ଅଛନ୍ତି ବୋଲି, ତାହେଲେ ଆମକୁ ଏ ଯାତନା ଦିଆଯାଆନ୍ତା ନାହିଁ। ସେଥିପାଇଁ ଯାତନା ଆସୁଛି, ମନେ ପକାଇଦେବା ଆମ ବିସ୍ମୃତିରୁ ଆଗକୁ ଉଠିଯିବା ପାଇଁ। ସେଥିପାଇଁ କହୁଛନ୍ତି ଦେୟାର ଇଜ୍ ନୋ ଇଲନେସ୍, ନୋ ଡିଜର୍ଡର, କୌଣସି ରୋଗ ବା ବିଶୃଙ୍ଖଳା that can resist if this secret is discovered and put into practice not only in the higher parts of the being but in the cells of the body. If you knows how to teach the cells the splendor that lies within them, if you knows how to make them understand the reality by which they exist, which gives them being. ଅର୍ଥାତ୍ ଏଠି କୁହାଯାଉଛି there is no illness, no disorder, କୌଣସି ରୋଗ ହଉ କି କୌଣସି ବିଶୃଙ୍ଖଳା ହଉ, that can resist, ପ୍ରତିରୋଧ କରିପାରିବ, if this secret is discovered and put into the practice not only in the higher parts of the body ବା being, higher parts ର କଥା କୁହାହଉନି, ଏଠି କୁହାହଉଛୁ but in the cells of the body। କାହିଁକି? ସେଲ୍ଟା ହେଉଛି ଆମ ସତ୍ତା ଯୋଗୁଁ ସବୁଠାରୁ, ସେଇଟା ହେଉଛି ତାର ମୂଳ। କାହିଁକି ନା ସେଲ୍ରୁ ଆମର ଟିସୁ ତିଆରି ହେଉଛୁ, ଟିସୁରୁ ଅର୍ଗାନ୍ ତିଆରି ହେଉଛି, ଅର୍ଗାନ୍ରୁ ସିଷ୍ଟମ୍ ହେଉଛି ଏବଂ ସିଷ୍ଟମ୍ ପରେ ଆମ ବଡ଼ି ଆସୁଛି। ତେଣୁ ଆମ ବଡ଼ିର, ଆମ ଶରୀରର ମୂଳ ସତ୍ତା କିଏ? ସେଲ୍। ତେଣୁ ଏ ହାୟର ପାର୍ଟ କଥା କୁହାଯାଉ ନାହିଁ। ଯଦି ସେ ମୂଳ ସତ୍ତା ସେଲ୍କୁ ଯଦି ଟିଚ୍ ଦିଆଯାଇପାରନ୍ତା ତାହେଲେ ସିଏ ପ୍ରତିରୋଧ କରିପାରିବ। ତେଣୁ ଏଠି ଏଇ ନଲେଜ ଆମର ହେବା ଦରକାର। କେମିତି ତାକୁ ଆମେ ଟିଚ୍ କରିବା, ତାଙ୍କୁ ଶିକ୍ଷା ଦେବା। କ'ଣ ଦେବା ନା ଗୋଟେ କାନ୍ତି ବା ମହିମା, ଗୋଟେ ସ୍ପ୍ଲେଣ୍ଡର, ସିଏ ଆମ ଭିତରେ ରହିଛି, ସାହିତ୍ୟ ହେଇକି ରହିଛି, ସୁପ୍ତ ହେଇକି ରହିଛି। ଯଦି ଆମେ ତାକୁ ଜାଣିବା, ତାକୁ ଆମେ ଅଣ୍ଡରଷ୍ଟାଣ୍ଡ କରିବା, ହୃଦୟଙ୍ଗମ କରିବା, ଦ ରିଏଲିଟି ତା ଭିତରେ ରହିଛି ବୋଲି, ଯେଉଁ ବାସ୍ତବତା ନେଇ ସେମାନେ ଜୀବିତ ରହିଛନ୍ତି, ଅର୍ଥାତ୍ ଯେଉଁ ଯାହାଗୁଡ଼ିକ ଅସ୍ତିତ୍ୱ ପ୍ରଦାନ କରୁଛନ୍ତି, then they to enter the total harmony and the disorder which caused the illness vanishes as do all other disorder of the being। ସବୁ କିଛି ଯାହା ସବୁ ଡିଜର୍ଡର ଅଛି, ଡିସହାରମୋନି ଅଛି, ସବୁ ବାଧା ସବୁ ହିଁ ପଳେଇଯିବ, କିଛି ରହିପାରିବ ନାହିଁ ଯଦି ଏଇ ଜିନିଷ ଆମର ଆସିଲା, ତା ଭିତରେ ରହିଛି, ତାକୁ ଯଦି ଆମେ ଜାଣିବା। ବଟ୍ ଫର୍ ଦ୍ୟାଟ୍ ୟୁ ମଷ୍ଟ ନଟ୍ ଟୁ ବି କାୱାର୍ଡଲି ଅର୍ ଫିୟରଫୁଲି, ଗୋଟେ ଆମେ ଭୀରୁ କାପୁରୁଷ ହେଇକି ଯଦି ଭୟଭୀତ ହେଇକି ତାକୁ ଆମେ ଛାଡ଼ିକି ପଳେଇବା ତାହେଲେ ଏଟା ହେବ ନାହିଁ। When physically disorder attacks you, you must not be afraid and you must not run away from it. You must face it with courage, calmness, confidence। ତେଣୁ ଯଦି ବି ଆମର ଫିଜିକାଲ ଆଟାକ୍ ଗୋଟେ ଆସୁଛି, ଗୋଟେ ରୋଗ ଆସୁଛି, ବ୍ୟାଧି ଆସୁଛି, କ୍ୟାନ୍ସର ଭଳିଆ ବେମାର ବି ଆସୁଛି, ଆପଣ ତାକୁ ଫେସ୍ କରନ୍ତୁ, ଭୟଭୀତ ହୁଅନ୍ତୁନି। ସେଥିରେ ଯିଏ ଚିନ୍ତନ କରୁଛନ୍ତି
ताहले आपणकर जो इम्यून सिस्टम जो रोग प्रतिरोधक शक्ति मध्य कमी कमी आसीबो आपनको आहुरी से कैंसर मध्य बढ़ाई देव कहीं माँ ये ओडिशा रे एक महिला को से कथा कही 5-7 डॉक्टर जो पॉजिटिव देखी ये माँ का पाखे जा गुहारी करते माँ मु मरीजी कहीं ना सब डाक्तर कहले मत कैंसर होती माँ कहले डाक्तर मान कौन भगवान मु कहूँ तोर किसी नहीं तू यही कथा को मन रख और जीवन बंच सी माँ को कथा को बेदर गार धरिक बंचला भूलीगला डाक्तर मान कथा केबे मन भितर से कथा चिंता करना केते वर्ष पर सी संपूर्ण सुस्थ हो गला देखा बेलू जो चेक करा कौन सी तार कैंसर चिन्ह वर्ण देखा मिलूना कौन सत्ता भी रहा ना तेणु आम क्या डिस्करेज करवा ना कहारी रोग प्रति भयभीत करवा ना तेणु डाक्तर मानकर ये कथा से गोटे बाणी पंडिचेरी जो से बड़ हस्पिटाल रही जवाहरलाल नेहरू जो पीजी स्टूडेंट कर मेडिकल से गोटे प्रति माँ बाणी देते ठीक से ही कथा जे आमर गोटे ट्रू क्योर अच्छी माँ से बाणी लिखुते मैंने बुझिपारे ह्वाट इज ट्रू क्योर ये जो सत्यता रही आ भितर आम रोगमुक्त हो पार से विश्वास आ भरोसा रखा कथा तो से भली आम कापुरुष सदृश फेरी जावा ना पश्चात गमन करवा ना भयभीत हवा ना साहसर सहित कहीं मदर्स ग्रेस आम सहित अच्छी हाँ से आम जानूचे जी जी बाधा आम भर रही से परिमाण आम ग्रेस रही से आमको प्रोटेक्ट कर तेणु इट विल सेटल प्रतिष्ठित ही कर इन दीज सेल्स एज इट इज दी एस्टाब्लिश्ड इन दी डेप्थ्स ऑफ द बीइंग एंड दी सेल्स themselves will share in the eternal truth and delight चिरंतन सत्य और भगवत आनंद एम सब अंशग्रहण कर प्रत्येक सेल आमर कहनी आमर माँ बही जमी कहूँ जदि समर्पण बेले भी एमती जदि अति ऑर्डिनरी जो सेल नगण्य ताको गणित भी करा जदि सी अनिच्छा प्रकाश करे ताहले आमर पूर्णांग समर्पण हम ना ये ठीक से भाई आमको रोगमुक्त होगापी वेदनामुक्त होगापी अग्रगति करने प्रत्येक आमर आदि मूल जो सेल ताको ट्रेनिंग करिया पड़ो एवं सी ठीक हो गले सबकि ठीक हो ताहले आमे से चिरंतन सत्य आ भगवत आनंद को अंश ग्रहण करिपरिबा मन आ शरीर कष्ट जंत्रणा होची विश्व प्रकृतिर एक उपाय अर्थात यह तार कार्य विश्व शक्तिर एक कौशल जहाँ तार ऊर्ध्वगामी विवर्तन एक निर्दिष्ट परिवर्तनकालीन लक्ष्यर अनुसेवा करने सकाशे उद्दिष्ट अनुसेवा माने सब सार्फ यहाँ करने से उद्दिष्ट भगवत उपलब्धि आमर जन्मगत अधिकार से आम पृथ्वी पृष्ठ को आसीचु से आमको चैत्य सत्ता दिखाई कहीं आर्थली क्रिएटेड पृथ्वी को हस्तांतरित कराई आउ कौन सी कौ जगत नुहे से मैंने प्राप्त ही ना जी पृथ्वी पृष्ठ को आसो सी ही प्राप्ति हम अर्थात पृथ्वीवासी ये हूँ बड़ बड़ वरदान पृथ्वी में जन्मग्रहण करने से केते देव शिशु मैंने पृथ्वी पृष्ठ को आसती से साधना पराकाष्ठा को आहरी ऊर्ध्वतम नापी ऊर्धायित करने तेणु पृथ्वी एभली एक भूमि जोटी ये जिनस प्राप्त हुए ताहा हमको दि जाइए तेणु भगवत उपलब्धि आमर जन्मगत अधिकार पृथ्वी एपरी कौन सी शक्ति ना जहाँ आम ठारू यही शक्ति टी यही अधिकार टी काढ़ी नहीं पार आउ एपरी कौन सी नियम नहीं जहाँ आमको ये देवभूमि अधिकार रे बा अधिकार यही अभिव्यक्तिर बाधा दे पार आमर सर्वदा मन रखा उचित जे आमे हेउचे भगवानकर एवं तांकर सर्वोत्तम अधिकार आम उपरे रही आउ जेते दिन पर्यंत आमे यह न बुझीचे सेते दिन जाए आमको दुख जंत्रणा हताश एवं जड़ता भितर सढ़ा को पड़ो ही पड़ो ये पृथ्वी रे दिव्य कर्म करने आमे जन्म नहींछु ये कर्मटी संपादन करने प्रतिश्रुतिबद्ध हो सत्यलोक मर्त्यलोक को अवतरी आसीचु जागतिक हस अश्रु भितर निजक बांधि रखी निजर प्रकृत स्वरूप को एवं प्रतिश्रुति को भूली जाइछु आमे जे सत्य आमे जे पूर्ण आमे जे से परम चेतना से अमृतर संतान ये विस्मृति आम दुख जंत्रणा हताशर कारण ये विस्मृति केवल ये विस्मृति ही आम दुख जंत्रणा हताशर शिकार होउछु जदि ये मन पड़ता ना ताले ये कथा हूँ ना तेणु मन पकई देवाई आर आवश्यकता रही जंत्रणा सुचारू सुगंधयुक्त पुष्पटी क्षुद्र कलिका अवस्था रही पर्यंत जेपरी तार सबकि लुकायित हो रही थाए
ଠିକ୍ ସେହିପରି ପରମେଶ୍ୱରଙ୍କର ଏହି ସୃଷ୍ଟି ଏକ ଅପ୍ରସ୍ଫୁଟିତ କଳିକା ଅବସ୍ଥାରେ ହିଁ ରହିଛି। ତେଣୁ ତା ଭିତରେ ଥିବା ସେହି ସୁଗନ୍ଧ କିଭଳି ପ୍ରାପ୍ତ ହେବା, ସେହି ସୁନ୍ଦର ରୂପକୁ କିଭଳି ଅବଲୋକନ କରିବା, କାହିଁକିନା ସେ କଳିକା ଭିତରେ ଲୁକ୍କାୟିତ ଅବସ୍ଥାରେ ରହିଛି। ଠିକ୍ ସେହିଭଳି ଜନ୍ଦା ପିମ୍ପୁଡ଼ିମାନେ ମନୁଷ୍ୟ ନିକଟରେ ଯେପରି ଦଳି ଚକଟି ଯାଇଥାନ୍ତି, ପ୍ରକୃତିର ତଥା ଅନ୍ଧଶକ୍ତିମାନଙ୍କର ଅନନ୍ତ ମାୟା ମଧ୍ୟରେ ମନୁଷ୍ୟ ମଧ୍ୟ ସେହିଭଳି ଦଳି ଚକଟି ହୋଇ ଆସୁଛି। ବିରୁଦ୍ଧର ସ୍ୱର ଉତ୍ତୋଳନ କରିବା ପାଇଁ ତାର ସାମର୍ଥ୍ୟ ନାହିଁ। କୁନି କୁନି ପିମ୍ପୁଡ଼ିମାନେ ଅସଂଖ୍ୟ ସଂଖ୍ୟାରେ ଆପଣ ଚାଲି ଯାଉଛନ୍ତି, ବୋଟ୍ ପିନ୍ଧିକି ତାପରେ ଚଳି ଯାଉଛନ୍ତି। କେବେ ଦିନ ବିଚାର କରିଛନ୍ତି? କିଏ ଗୋଡ଼ରେ କାମୁଡ଼ି ଦେଲେ ମଧ୍ୟ ଆପଣ ଦଳି ଦେଉଛନ୍ତି ପାଦରେ। ଶହ ଶହ ପିମ୍ପୁଡ଼ି ଆପଣଙ୍କ ପାଦ ତଳେ ଦଳି ଯାଉଛନ୍ତି, ମରିଯାଉଛନ୍ତି। କେବେ ଦିନ ଚିନ୍ତା କରିଛନ୍ତି କେତେଟି ପିମ୍ପୁଡ଼ି ବିଧବା ହୋଇଗଲେ, କେତେଜଣ ପୁତ୍ରହରା ହୋଇଗଲେ, କେତେ ମା ତାଙ୍କ ପାଇଁ ଦୁଃଖ କରୁଛନ୍ତି? ଏବେ ତ ମଣିଷ କେବେ ଚିନ୍ତା କରିନାହିଁ ନା। ଠିକ୍ ଏହି ଇଷ୍ଟର ପ୍ରକୃତି ଜାଗାରେ ସେହିଭଳି ଭାବରେ ଆର ମଧ୍ୟ ସ୍ୱର ଉତ୍ତୋଳନ କରିବାର ସାମର୍ଥ୍ୟ ନାହିଁ। ସିଏ ମଧ୍ୟ ସେହିଭଳି ଅନନ୍ତ ମାୟା ମଧ୍ୟରେ ଦଳି ଚକଟି ହୋଇଯାଉଛି। ଅନ୍ଧକାରର ସେହି ନିଭୃତ ଘୋର ମଧ୍ୟରେ ପତିତ ଏହି ମାନବ ଏକ ନିର୍ଭୁଲ ଜ୍ୟୋତିର୍ମୟ ପଥ ଦେଖିବାକୁ ଅସମର୍ଥ। ପ୍ରକୃତି ନିବିଡ଼ ବନ୍ଧନ ତାର ଯାତ୍ରା ପାଇଁ ସକଳ ପଥ ରୁଦ୍ଧ କରିଦେଇଛି। ଆଉ ସେହି ମାୟାରେ ସେ ସମ୍ପୂର୍ଣ୍ଣ ଅନ୍ଧ ଏବଂ ବିମୋହିତ। ସେଥିପାଇଁ ତ ସେମାନେ ଦୁନିଆକୁ ଆଜି ମାୟାର ସଂସାର ବୋଲି କହୁଛନ୍ତି, ମାୟାର ଦୁନିଆ, ମିଛ ମାୟା ବୋଲି କହୁଛନ୍ତି। କିନ୍ତୁ ଭଗବାନ ଯଦି ସତ୍ୟ, ତାଙ୍କର ସୃଷ୍ଟି କିଭଳି ମିଥ୍ୟା ହେବ? ସିଏ ଯଦି ସତ୍ୟ, ତାଙ୍କର ସୃଷ୍ଟି ମଧ୍ୟ ସତ୍ୟ। ଇଏ କେବଳ ଲୀଳା ପାଇଁ ଆମକୁ ଏଭଳି ଲାଗୁଛି। ତେଣୁ ସେଇ ମନ ଯେଉଁ ମାୟା ସମ୍ପୂର୍ଣ୍ଣ ଅନ୍ଧ ବିମୋହିତ କରିଦେଇଛି, ସେ ମନ ତାର ଜ୍ଞାନ ଗାରିମାରେ ସନ୍ତୁଷ୍ଟ। ତେଣୁ ଏ ମନୁଷ୍ୟକୁ ଯିଏକି ସ୍ୱାର୍ଥନ୍ୱେଷୀ, କେବଳ ତତ୍ତ୍ୱବାଣୀ ଶୁଣାଇଲେ ଯେ କି ସେ ପରିବର୍ତ୍ତନ ହୋଇଯିବ, ଏ ଆଶା ଆକାଶ କୁସୁମ ସଦୃଶ। ତେଣୁ ଆମେମାନେ ଏଇଭଳି 365 ଦିନ ଆଲୋଚନା କରୁଛୁ, ପର୍ଯ୍ୟାଲୋଚନା କରୁଛୁ, ଘଣ୍ଟା ଘଣ୍ଟା ସମୟ ଏଥିରେ ବିତଉଛୁ। କିନ୍ତୁ ଯଦି ସେ ତତ୍ତ୍ୱକୁ ଆମେ ଠିକ୍ ଭାବରେ ଗ୍ରହଣ ନ କରିବା, ତାର ପଶ୍ଚାତରେ ରହସ୍ୟକୁ ନ ଚାହିଁବା, ତା ଭିତରେ ଥିବା ଅମୃତର ସ୍ୱାଦକୁ ଯଦି ନ ଚାଖିବା, ତାହେଲେ ଏ ଶୁଣିବାର ଲାଭ କ'ଣ ହେବ? ତେଣୁ ଆସନ୍ତୁ ନା ଆମେ ଏହାକୁ ଆମେ ଜାଣିବା, ଶିଖିବା, ଜୀବନରେ ପ୍ରୟୋଗ କରିବା ଏବଂ ହୋଇ ଉଠିବା। ଆଉ ଏ ପୂର୍ଣ୍ଣତା ଦିଗରେ ଆମର ଲକ୍ଷ୍ୟ ଯେମିତି ସଫଳତା ହାସଲ କରିବ। ଆଉ ଆମର ଏହି ଦୁଃଖ, ଯନ୍ତ୍ରଣା ଓ ହତାଶର ଅନ୍ତିମ ସମୟ ଆସିଯାଇଛି। ଏକ ନୂତନ ପୃଥିବୀ, ଏକ ନୂତନ ସମାଜ ପାଇଁ ଯେ ଆମେ ଅଭିପ୍ରେତ ହୋଇ ଆସିଛେ, ଏ କଥାକୁ ଉପଲବ୍ଧି କରି ଆମେ ଆମ ନିଜର ବନ୍ଧନରୁ ବାହାରି ଆସି ଏହି ଦିବ୍ୟ କର୍ମର ଯଜ୍ଞରେ ନିଜକୁ ଆହୁତି ଦେବାକୁ ହେବ। କାହିଁକି ନା ଶାଶ୍ୱତ ଆନନ୍ଦ ଓ ଶାନ୍ତି ଆମକୁ ହାତଠାରି ଡାକୁଛି, ଆମକୁ ହାତଠାରି ଡାକୁଛି। ବନ୍ଦେ ମାତରମ୍। ବର୍ତ୍ତମାନ ଗୋଟିଏ ମିନିଟ୍ ମାଙ୍କ ନାମ ଜପ କରିବା ସହିତ ଆଜିର ପାଠଚକ୍ରକୁ ସମାପ୍ତ କରିବା। ମା 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 Ma 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 ma